ଚାଲନ୍ତୁ ଆମେ ସିଧା ବାକ୍ୟ ଦେଖିବା। ସମସ୍ତେ କ୍ୟାମେରା ସାମ୍ନାକୁ ଆସନ୍ତୁ। ପ୍ରଥମ ରାଜାବଳୀ ବାକ୍ୟ ଦେଖିବା। ପ୍ରଥମ ରାଜାବଳୀ 10 ପର୍ବ, 1 ପଦରୁ 13 ପଦ ଯାଏ ବାକ୍ୟ ପଢିବା। ଅନନ୍ତର ଶିବା ଦେଶର ରାଣୀ ସଦାପ୍ରଭୁଙ୍କ ନାମ ସମ୍ବନ୍ଧରେ ସଲମାନଙ୍କର ସୁଖ୍ୟାତି ଶୁଣି ନିଗୂଢ଼ ପ୍ରଶ୍ନ ଦ୍ୱାରା ତାଙ୍କୁ ପରୀକ୍ଷା କରିବା ପାଇଁ ଆସିଲା। ସେ ସୁଗନ୍ଧି ଦ୍ରବ୍ୟ ଓ ଅତି ପ୍ରଚୁର ସ୍ୱର୍ଣ୍ଣ ମଣିବାହକ ଉଷ୍ଟ୍ରଗଣ ସଙ୍ଗେ ନେଇ ମହାସମାରୋହରେ ଯେରୁସାଲେମକୁ ଆସିଲା। ପୁଣି ସେ ଲୋକମାନଙ୍କ ନିକଟକୁ ଆସି ଆପଣା ମନରେ ଯାହା ଯାହା ଥିଲା ସେ ସବୁ ବିଷୟରେ ତାଙ୍କ ସଙ୍ଗେ କଥାବାର୍ତ୍ତା କଲା। ତହିଁରେ ସଲମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର କଲେ। ରାଜାଙ୍କର ବୋଧଗମ୍ୟ କୌଣସି ବିଷୟ ନଥିଲା, ସେ ତାହାକୁ ସବୁ କହିଲେ। ପୁଣି ଶିବାର ରାଣୀ ସଲମାନଙ୍କର ସମସ୍ତ ଜ୍ଞାନ ଓ ତାଙ୍କର ନିର୍ମିତ ଗୃହ ଓ ତାଙ୍କର ମେଜର ଖାଦ୍ୟଦ୍ରବ୍ୟ ଓ ତାଙ୍କର ଭୃତ୍ୟମାନଙ୍କ ଆସନ ଓ ତାଙ୍କ ମନ୍ତ୍ରୀମାନଙ୍କ ସେବା ଓ ସେମାନଙ୍କ ବସ୍ତ୍ର ଓ ପାନପାତ୍ର ବାହକଗଣ ଓ ସଦାପ୍ରଭୁଙ୍କ ଗୃହକୁ ଉଠି ଯିବା ପାଇଁ ତାହାର ପାବଛ, ଏହି ସବୁ ଦେଖି ସେ ହତଜ୍ଞାନ ହେଲା। ତହୁଁ ସେ ରାଜାଙ୍କୁ କହିଲା, ମୁଁ ଆପଣା ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ଜ୍ଞାନ ବିଷୟରେ ଯେଉଁ ସମ୍ବାଦ ପାଇଥିଲି ତାହା ସତ୍ୟ। ତଥାପି ମୁଁ ଆସି ଆପଣା ଚକ୍ଷୁରେ ନ ଦେଖିବା ଯାଏଁ ସେ କଥା ବିଶ୍ୱାସ ନ କଲି। ଆଉ ଦେଖନ୍ତୁ, ଅର୍ଦ୍ଧେକ ମୋତେ କୁହାଯାଇ ନଥିଲା, କିନ୍ତୁ ଯେଉଁ ସୁଖ୍ୟାତି ଶୁଣିଲି ତଦପେକ୍ଷା ଆପଣଙ୍କ ଜ୍ଞାନ ଓ ଐଶ୍ୱର୍ଯ୍ୟ ଅଧିକ। ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କ ଏହି ଦାସମାନେ ଧନ୍ୟ। ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି। ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ। ସେ ଆପଣଙ୍କୁ ଇସ୍ରାଏଲର ସିଂହାସନରେ ଉପବିଷ୍ଟ କରାଇବା ପାଇଁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ଇସ୍ରାଏଲକୁ ସଦାକାଳ ପ୍ରେମ କରନ୍ତି। ଏ ହେତୁ ବିଚାର ଓ ନ୍ୟାୟ କରିବାକୁ ଆପଣଙ୍କର ରାଜା କଲେ। ଏ ଉତ୍ତାରେ ସେ ରାଜାଙ୍କୁ ଏ ଏ ଉତ୍ତାରେ ସେ ରାଜାଙ୍କୁ 120 ତାଳନ୍ତ ସୁନା ଆଉ ଅତି ପ୍ରଚୁର ସୁଗନ୍ଧି ଦ୍ରବ୍ୟ ଓ ମଣି ଦେଲା। ଶିବାର ରାଣୀ ସଲମନ ରାଜାଙ୍କୁ ଯେତେ ସୁଗନ୍ଧି ଦ୍ରବ୍ୟ ଦେଲା, ସେତେ ବହୁଳ ପରିମାଣରେ ଆଉ କେବେ ଆସିନାହିଁ। ଆଉ ହିରମର ଯେ ଜାହାଜରେ ଅଫିରମ ସୁନା ଆସିଲା, ସେ ସବୁରେ ମଧ୍ୟ ଅଫିରମରୁ ଅତି ପ୍ରଚୁର ଚନ୍ଦନ କାଷ୍ଠ ଓ ମଣି ଆସିଲା। ସେହି ଚନ୍ଦନ କାଷ୍ଠରେ ରାଜା ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ପାଇଁ ସ୍ତମ୍ଭ ଓ ଗାୟକମାନଙ୍କ ନିମନ୍ତେ ବୀଣା ଓ ନେବଲ ନିର୍ମାଣ କଲେ। ଏହି ରୂପେ ଚନ୍ଦନ କାଷ୍ଠ ଆଜି ଯାଏଁ କେବେ ଆସିନାହିଁ କି ଦେଖା ନାହିଁ। ଶିବାର ରାଣୀ ଯାହା ଯାହା ମାଗିଲା ତାହାର ମନୋବାଞ୍ଛା ଅନୁସାରେ ସଲମନ ରାଜା ତାହାକୁ ଦେଲେ। ତାହା ଛଡ଼ା ସଲମନ ରାଜଯଜ୍ଞ ଦାନାନୁସାରେ ତାହାଙ୍କୁ ଦେଲେ। ଏ ଉତ୍ତରେ ରାଣୀ ଓ ତାହାର ଦାସମାନେ ଫେରି ଆପଣା ଦେଶକୁ ଗଲେ। ସମସ୍ତେ ଭିଡ଼ିଓ ଖୋଲନ୍ତୁ ଆଉ କ୍ୟାମେରା ସାମ୍ନାକୁ ଆସନ୍ତୁ। ଆଉ ଆପଣମାନେ ଏମିତି ଶୁଣିବାଟା ଠିକ୍ ନାହିଁ। ଯଦି ବାକ୍ୟ ଶୁଣିବା ପାଇଁ ଚାହାନ୍ତି, କ୍ୟାମେରା ଅପନ୍ କରନ୍ତୁ। ଆଉ ବସିକି ବାକ୍ୟ ଶୁଣିଲେ ବେଶୀ ଭଲ ହବ। ଆଉ ଭିଡ଼ିଓ କରିକି ଶୁଣିବାଟା ଏଇଟା ପରମେଶ୍ୱରଙ୍କ ଦୃଷ୍ଟିରେ କେତେ ଦୂର ଠିକ୍ ଆପଣମାନେ ନିଜେ ଚିନ୍ତା କରନ୍ତୁ। ତ ଆଜି ମୁଁ ପ୍ରଥମ ରାଜାବଳୀ 10 ପର୍ବର ବାକ୍ୟକୁ ନେଇକି ବାକ୍ୟ କହିବା ପାଇଁ ଚାହୁଁଛି। ତ ଏ ସମୟରେ ଯେତେବେଳେ ଆମେ ବଞ୍ଚୁଛୁ ମଧ୍ୟ, ଆଉ ଆମ ସମସ୍ତଙ୍କ ଲାଇଫରେ ସେ କିଛି ନା କିଛି ଆଉ କାରଣ ଗୁଡ଼ାକ ଅଛି ଆଉ ପରିସ୍ଥିତି ଗୁଡ଼ାକ ଅଛି। ଆଉ ଯେତେବେଳେ ଆମେ ସେ ସମସ୍ତ ବିଷୟକୁ ସମ୍ମୁଖୀନ ହେଇଥାଉ, ତ ଆମମାନଙ୍କର
ଭାଙ୍ଗି ଯାଇଥାଏ ଆଉ ଆମେ ଅନେକ ଗୁଡେ ପରିସ୍ଥିତି ସମସ୍ୟା ଦ୍ୱାରା ପ୍ରକୃତିରେ ଧରା ଯାଇଥାଉ ଆଉ ଆମମାନଙ୍କ ଜୀବନରେ ଅନେକ ଗୁଡେ ଚିନ୍ତା ପ୍ରକୃତିରେ ମାଡି ଆସିଥାଏ। ତ ଆମେ କେମିତି କରିବୁ, କଣ କରିବୁ, କଣ କଲେ ସମସ୍ତ ବିଷୟ ମୋ ଠାରୁ ଅଲଗା ହବ, ଆମେ ସେ ପ୍ରକାର ପାରୁ ନ ପାରୁ ଆମେ ଚେଷ୍ଟା କରିଥାଉ ଯେ ଯେମିତି ସେ ବିଷୟ ସମାଧାନ ହବ। କିନ୍ତୁ ଆମେ 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 ଆମର ନାହିଁ ଆଉ ସମସ୍ୟା ମଧ୍ୟ ଆମର ନାହିଁ। ତ ଏ ଶରୀର ମଧ୍ୟ ଯୋଉ ଆମେ ପାଇଛେ ଶରୀର ମଧ୍ୟ ଆମମାନଙ୍କର ନାହିଁ। ତ ସେଥିପାଇଁ ଏ ପୃଥିବୀରେ ଯାହା ବି ଆମେ ଦେଖୁଛୁ ଏ ସବୁ ବିଷୟ ହଉଛି ଆମର ନାହିଁ। ତ ଯାହା ଥିଲା ତାହା ଅଛି, ଯାହା ହେବାକୁ ହେବାର ଅଛି ସେଇଟା ହିଁ ହବ। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ପରିତ୍ରାଣ ଦେଲେ ଆଉ ମଣ୍ଡଳୀ ସହିତ ସଂଯୁକ୍ତ କଲେ ଏଥିପାଇଁ ଆମେ ପ୍ରତ୍ୟେକ ବିଷୟକୁ ବିଶ୍ୱାସ ଦ୍ୱାରା ଯେମିତି ପାର କରିବୁ ଆଉ ପ୍ରତ୍ୟେକ ବିଷୟକୁ ବିଶ୍ୱାସ ଦ୍ୱାରା ପ୍ରକୃତରେ ଯେମିତି ଜିତିବୁ। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ପରିତ୍ରାଣ ଦେଇଛନ୍ତି। ଜଗତରେ ଅନେକ ଲୋକ ଅଛନ୍ତି ଯେଉଁମାନେ କି ଆଜି ପର୍ଯ୍ୟନ୍ତ ପରିତ୍ରାଣ ପାଇନାହାନ୍ତି ଆଉ ପରିତ୍ରାଣ କଣ ତାହା ମଧ୍ୟ ସେମାନଙ୍କ ପାଖରେ ଜ୍ଞାନ ପ୍ରକୃତରେ ନାହିଁ। ଆଉ ସେ ପ୍ରକାର ଜ୍ଞାନ ମଧ୍ୟ ସେମାନେ ଜାଣିବି ନାହାନ୍ତି ପରିତ୍ରାଣ କଣ। ସେଥିପାଇଁ ଅନେକ ଲୋକ ପ୍ରକୃତରେ ଦେଖାଯାଆନ୍ତି ବେଶୀ ଜ୍ଞାନୀ ପରି, ବୁଦ୍ଧିମାନ ପରି, କିନ୍ତୁ ସତରେ ଯଦି ଆମେ ଦେଖିବା ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଆଉ ପ୍ରଭୁଙ୍କର ହୃଦୟକୁ ନେଇକି ତ ସେ ସମୟରେ ଲୋକମାନେ ସେ ଜାଗାରେ ମୂର୍ଖ ପ୍ରକୃତିରେ ଦେଖାଯାଆନ୍ତି। ତ ଆମେ ଜଗତର ଦୃଷ୍ଟିରେ ଦେଖିଲେ ଆମେ ଏତେ ମଧ୍ୟ ମାନ୍ୟଗଣ୍ୟ ଲୋକ ନାହୁଁ ଯିଏକି ଆମକୁ ଦେଖିଲେ ଭଲ ପାଇବ କି ଆମକୁ ଦେଖିଲେ ଜଣେ ଲୋକ ଆମକୁ ପସନ୍ଦ କରିବ। କିନ୍ତୁ ପରମେଶ୍ୱର ଆମମାନଙ୍କୁ ଭଲ ପାଇଲେ, ପରମେଶ୍ୱର ଆମମାନଙ୍କୁ ପସନ୍ଦ କଲେ ଆଉ ପରମେଶ୍ୱର ଆମମାନଙ୍କ ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କୁ ପଠେଇଲେ ଆଉ ସେ ଆମ ସମସ୍ତଙ୍କ ନିମନ୍ତେ ସେ କ୍ରୁଶରେ କ୍ରୁଶାର୍ପିତ ହେଲେ, ଆମ ସମସ୍ତଙ୍କୁ ସେ ଧାର୍ମିକ ବୋଲି ଗଣିଲେ। ସେଥିପାଇଁ ଆଜି ଆମେମାନେ ଧାର୍ମିକ କହୁଛୁ, ନିଜେ ଉତ୍ତମ ବ୍ୟକ୍ତି ସେଥିପାଇଁ ଆମେ ଧାର୍ମିକ କହୁଛୁ ତାହା ନାହିଁ। କିନ୍ତୁ ପରମେଶ୍ୱର ଯାହା କରିଅଛନ୍ତି ତାହା ଆମେ ଶୁଣିକି ବିଶ୍ୱାସ କରିକି ପ୍ରକାଶ କରୁଛୁ। ତ ଏଇଟା ହଉଛି ଈଶ୍ୱରଙ୍କର ଧାର୍ମିକତା। ସେଥିପାଇଁ ଜଣେ ଲୋକ କରିକି ପାଇବାଟା ଆଉ ଜଣେ ଲୋକ ଆ, ନିଜର ପରିଶ୍ରମରେ ନିଜର ଉତ୍ତମତା ଦ୍ୱାରା ପାଇବାଟା ତାହା କେତେ ଦୂର ସମ୍ଭବ ମାନେ ଗୋଟେ ପରିତ୍ରାଣ ଆଡକୁ ପ୍ରକୃତରେ କଢେଇକି ନେଇପାରିବ କି ସେ ପ୍ରକାର କର୍ମ ଦ୍ୱାରା ଜଣେ ଲୋକ ପରିତ୍ରାଣ ମଧ୍ୟ ପାଇପାରିବ। ଆମେ ଜାଣିନୁ ସେ ବିଷୟ ସେଟା ସମ୍ଭବ କି ନୁହଁ। କିନ୍ତୁ ବାଇବଲ ଅନୁସାରେ ଯେତେବେଳେ ଆମେ ଦେଖିବା ସେଠି ମନୁଷ୍ୟ କର୍ମ ଦ୍ୱାରା କେବେ ମଧ୍ୟ ଧାର୍ମିକ ଗଣିତ ହବ ନାହିଁ ବୋଲି ବାଇବଲ କାଟୁଛି। ତ ଆମେ ଯୋଉ ଧାର୍ମିକତାକୁ ପାଇଅଛୁ ବର୍ତ୍ତମାନ ମଧ୍ୟ ବିଶ୍ୱାସ ଜୀବନ ପ୍ରକୃତରେ କାଟୁଅଛୁ। ତ ଏଇଟା ହଉଛି ଗୋଟେ ସାଇଡରେ ଦେଖିଲେ ବେଶୀ ଆଶ୍ଚର୍ଯ୍ୟଜନକ ଆଉ ପରମେଶ୍ୱର ଆମମାନଙ୍କୁ କେତେ ମହାନ ପ୍ରେମକୁ ପ୍ରକୃତିରେ ଦେଇ ଆସନ୍ତି। ଆଉ ଆମେ ଜଣେ ଲୋକ ଆଜି ପର୍ଯ୍ୟନ୍ତ ପ୍ରକୃତିରେ ବଞ୍ଚିକି ଅଛୁ ପରିତ୍ରାଣର ବାକ୍ୟକୁ ପାଇକି ପରମେଶ୍ୱରଙ୍କ ଗୌରବ ପ୍ରଶଂସା ନିମନ୍ତେ ପ୍ରକୃତିରେ ବଞ୍ଚି ଅଛୁ। ତ ଏ ବିଷୟକୁ ଆମେ ଯଦି ତୁଳନା କରିବା ଜଗତର କଣ କୋଉ ବିଷୟ ଦ୍ୱାରା ତୁଳନା କରିହବ? ତ ସୁନା ସହିତ ତୁଳନା କରିହବ କି? ନା ହୀରା ସହିତ ତୁଳନା କରିହବ ନା ଆ, ଅନେକ ଗୁଡେ ମୂଲ୍ୟବାନ ପତ୍ର ଗୁଡାକ ଅଛି ରୁବି ହଉ ଏ ଯାହା ମଧ୍ୟ ପ୍ରକୃତରେ ଅଛି। ତ ଆମେ କୋଉ ବିଷୟ ଦ୍ୱାରା ପ୍ରକୃତରେ ଆମର ନିଜର ପରିଚାଳନା ପ୍ରକୃତରେ ତୁଳନା କରିପାରିବୁ? ତ ସତରେ ଆମେ ବେଶୀ ମୂଲ୍ୟବାନ ଲୋକ ଯଦି ଦେଖିବା କହିଲେ ବାଇବଲରେ ଆଉ ପରମେଶ୍ୱରଙ୍କ ଦୃଷ୍ଟିରେ ଆମେ ହଉଛୁ ବେଶୀ ମୂଲ୍ୟବାନ ଲୋକ। ତ ପରମେଶ୍ୱର ଆମମାନଙ୍କ ଲାଇଫରେ କାର୍ଯ୍ୟ କରିବା କରୁଛନ୍ତି ଆଉ କରିବାଟା ଆରମ୍ଭ କରିଅଛନ୍ତି ସେ ଶେଷ କରିବେ, ସେ ପୁରା କରିବେ। ସେଥିପାଇଁ ଆମମାନଙ୍କର କିଛି କାମ ନାହିଁ ବାଇବଲ ଭିତରେ। ମୋର ଧାର୍ମିକତା ପାଇଁ ମୋର କିଛି କାମ ନାହିଁ କି ମୋର ଆତ୍ମିକତା ନିମନ୍ତେ ମୋର କିଛି କାର୍ଯ୍ୟ ନାହିଁ। ମୋର ଗୋଟେ କାର୍ଯ୍ୟ ଅଛି ମୁଁ ପ୍ରଭୁଙ୍କର ବାକ୍ୟକୁ ବିଶ୍ୱାସ କରିବି ଆଉ ପ୍ରଭୁଙ୍କର ବାକ୍ୟ ଅନୁସାରେ କେବଳ ଚାଲିବି। ଏଇଟା ହଉଛି ମୋର କାର୍ଯ୍ୟ। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ଗୋଟେ ବାକ୍ୟ ବାର ବାର କଣ୍ଟିନ୍ୟୁସଲି ପ୍ରକୃତିରେ ଦେବାର ଗୋଟେ ବିଷୟ ଆମ ହୃଦୟରେ ସେ ବାକ୍ୟ ସ୍ଥାପନ ହଉ। ପରମେଶ୍ୱରଙ୍କ ହୃଦୟ ପରମେଶ୍ୱରଙ୍କ ଇଚ୍ଛା ଆମ ହୃଦୟରେ ସ୍ଥାପନ ହଉ ଏଇଟା ହଉଛି ପ୍ରଭୁ ଚାହୁଁଛନ୍ତି। ସେଥିପାଇଁ ପରମେଶ୍ୱରଙ୍କର ବାକ୍ୟ ହଉଛି ଶକ୍ତି। ପରମେଶ୍ୱରଙ୍କର ବାକ୍ୟ ହଉଛି ପରମେଶ୍ୱର ନିଜେ। ସେଥିପାଇଁ ପରମେଶ୍ୱରଙ୍କର ବାକ୍ୟ ଯେତେବେଳେ ଆମମାନଙ୍କ ହୃଦୟକୁ ଆସୁଛି ଏହାର ଅର୍ଥ ନାହିଁ ଖାଲି ଜଷ୍ଟ ବାକ୍ୟ ଆସିଲା କିନ୍ତୁ ସେ ବାକ୍ୟ ଦ୍ୱାରା ପରମେଶ୍ୱର ଆମମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଚାହୁଁଛନ୍ତି।
ସେଠି ଆମେ ପରମେଶ୍ୱରଙ୍କୁ ଦେଖୁନୁ କି ପରମେଶ୍ୱର କୋଉ ଜାଗାରେ ଅଛନ୍ତି, ପରମେଶ୍ୱର ଦୃଶ୍ୟମାନ କି ଅଦୃଶ୍ୟମାନ, ପରମେଶ୍ୱରଙ୍କୁ କେହି ଦେଖି ନାହାନ୍ତି କି ଦେଖିବେନି। କିନ୍ତୁ ଆମେ ଗୋଟେ ବିଷୟ ଦ୍ୱାରା ପ୍ରକୃତରେ ଜାଣୁଛୁ କି ପରମେଶ୍ୱର ବାକ୍ୟ ପଠେଇଛନ୍ତି ତାଙ୍କର, ଏ ବାକ୍ୟ ହଉଛି ଈଶ୍ୱର। ସେଥିପାଇଁ ଯୋହନ ପୁସ୍ତକ 1 ପର୍ବର ବାକ୍ୟରେ ସେଠି 1 ପଦରେ ଲେଖା ହେଇଛି, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ। ସେଥିପାଇଁ ବାକ୍ୟ ହଉଛି ଈଶ୍ୱର। ସେଥିପାଇଁ ଲୋକମାନେ ବାକ୍ୟକୁ ବିଶ୍ୱାସ କରିବା ଅର୍ଥ ହଉଛି ଈଶ୍ୱରଙ୍କୁ ବିଶ୍ୱାସ କରିବା। ବାକ୍ୟକୁ ଗ୍ରହଣ କରିବା ଅର୍ଥ ହଉଛି ଈଶ୍ୱରଙ୍କୁ ଗ୍ରହଣ କରିବା। ବାକ୍ୟକୁ ସ୍ୱୀକାର କରିବା ହଉଛି ଈଶ୍ୱରଙ୍କୁ ସ୍ୱୀକାର କରିବା। ସେଥିପାଇଁ ବେଳେ ବେଳେ ଆମେ ଯେତେବେଳେ ଅନେକ ଗୁଡ଼ିଏ ପରୀକ୍ଷାରେ ପରୀକ୍ଷିତ ହଉଛୁ, ତ ଆମମାନଙ୍କ ସମୟରେ, ଆମମାନଙ୍କ ଜୀବନରେ ଆମେ ସେଥିରେ ସେ ସମୟରେ ଭାଙ୍ଗି ପଡୁଛୁ। ଏ ସମସ୍ୟା କାହିଁକି ଆସୁଛି କଣ୍ଟିନ୍ୟୁସଲି, ମୋର ଶରୀର ଅସୁସ୍ଥ, ପରିବାର ବେଶୀ କଷ୍ଟ, ଆଉ ପିଲା ଛୁଆ ମାନଙ୍କର ବେଶୀ କଷ୍ଟ, ମୋର ସ୍ୱାମୀ ବିଷୟରେ କଷ୍ଟ, ସ୍ତ୍ରୀ ବିଷୟରେ କଷ୍ଟ। ତ ଆମେ ସବୁ ବିଷୟକୁ ଦେଖିକି ସତରେ ପରିତ୍ରାଣ ପାଇଛୁ ସତ, କିନ୍ତୁ ବେଳେ ବେଳେ ଯେତେବେଳେ ଆମମାନଙ୍କ ବୁଦ୍ଧିରେ ପ୍ରତିଜ୍ଞା ନାହିଁ, ବାକ୍ୟ ପ୍ରକୃତିରେ ସ୍ଥାପନ ହେଇପାରୁନାହିଁ, ତ ସେ ସମୟରେ ଏ ସମସ୍ତ ବିଷୟ ଆମମାନଙ୍କ ଜୀବନରେ ଗୋଟେ ବୋଝ ହେଇକି ପ୍ରକୃତିରେ ଦେଖାଯାଉଛି। ଆଉ ଆମେ ସେ ସମୟରେ ଅଟୋମେଟିକ ଆମମାନଙ୍କର ହୃଦୟ ପରମେଶ୍ୱରଙ୍କ ଆଡକୁ ପ୍ରକୃତିରେ ବନ୍ଦ କରୁଛୁ, ବାକ୍ୟ ଆଡକୁ ବନ୍ଦ କରୁଛୁ। ଆଉ ନିଜେ ସମସ୍ୟା କେମିତି ଆମେ ସମାଧାନ କରିବା, ଆମେ ସେ ପ୍ରକାର ରାସ୍ତା ପ୍ରକୃତିରେ ଖୋଜୁଛୁ। ତ କିନ୍ତୁ ଏଇଟା ହଉଛି ଗୋଟେ ମାଧ୍ୟମ ନୁହେଁ ଯୋଉଟା କି ମନୁଷ୍ୟ ନିଜେ ନିଜର ସମସ୍ୟାକୁ ପ୍ରକୃତିରେ ସମାଧାନ କରିପାରିବ। କିନ୍ତୁ ପରମେଶ୍ୱର ସେଠି ଗୋଟେ ମାଧ୍ୟମକୁ ଦେଇ ଅଛନ୍ତି। ଯେମିତି ଆମେ ବାଇବଲରେ ଯଦି ଦେଖିବା କହିଲେ ସେଠି ଜନ ପୁସ୍ତକ 14 ପର୍ବର 6 ପଦରେ ବାକ୍ୟ ଲେଖା ହେଇଛି, ମୁଁ ପଥ ସତ୍ୟ ଜୀବନ, ଯେ ମୋ ଦେଇ ନ ଯାଏ ସେ ପିତାଙ୍କ ନିକଟକୁ ଯାଇ ଯିବ ନାହିଁ ଲେଖା ହେଇଛି। ସେଥିପାଇଁ ପରମେଶ୍ୱର ହେଉଛନ୍ତି ଗୋଟେ ମାଧ୍ୟମକୁ ଦେଇ ଅଛନ୍ତି। ସେ ମାଧ୍ୟମ ହେଉଛି ଯୀଶୁ ଖ୍ରୀଷ୍ଟ। ସେଥିପାଇଁ ଜଣେ ଲୋକ ଯୀଶୁଙ୍କ ଦ୍ୱାରା ଯେତେବେଳେ ଯିବ, ସେ ସମୟରେ ସେ ପ୍ରତ୍ୟେକ ସମସ୍ୟାକୁ ପ୍ରକୃତିରେ ସମାଧାନ କରିବାର ରାସ୍ତା ପ୍ରକୃତିରେ ପାଇପାରିବ। ସେଥିପାଇଁ ମନୁଷ୍ୟ ପାଖରେ ସମାଧାନର ରାସ୍ତା ନାହିଁ। ମନୁଷ୍ୟ ହେଉଛି ଏମିତିକିଆ ମନୁଷ୍ୟ ଯିଏକି ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଅଧିକ ସେ ସମସ୍ୟା ନିଜ ଜୀବନରେ ଆଣିବ। ସେଥିପାଇଁ ଲୋକମାନେ ଯେତେବେଳେ ନିଜର ଚିନ୍ତାକୁ ବିଶ୍ୱାସ କରନ୍ତି, ନିଜର ଚିନ୍ତା ଅନୁସାରେ ଯେତେବେଳେ ସେମାନେ ଚାଳିତ ହୁଅନ୍ତି, ସେମାନେ ବହୁତ ଗୁଡ଼ିଏ ବିଷୟ ପରମେଶ୍ୱରଙ୍କ ଠାରୁ ହରାନ୍ତି। ଖାଲି ସେତିକି ହରାନ୍ତି ସେମିତି ନାହିଁ, ଯେତେବେଳେ ଲୋକମାନେ ନିଜର ଚିନ୍ତାକୁ ବିଶ୍ୱାସ କରନ୍ତି, ସେମାନେ ଶେଷରେ ନରକକୁ ମଧ୍ୟ ପ୍ରକୃତରେ ଯାଉଛନ୍ତି। ବାଇବଲ ଅନେକ ଗୁଡ଼ିଏ ସେ ପ୍ରକାର ଏକ୍ଜାମ୍ପଲ ଗୁଡ଼ାକ ଅଛି, ଯେଉଁମାନେ ପ୍ରଭୁଙ୍କୁ ଜାଣିଲା ପରେ ପ୍ରଭୁଙ୍କର ବାକ୍ୟକୁ ସ୍ୱୀକାର କରି ନ ପାରିବା ଯୋଗୁଁ ଅନେକ ଲୋକ ସେଠି ମରିଛନ୍ତି, ମୃତ୍ୟୁବରଣ କରିଛନ୍ତି। ତ ଏହାର ଅର୍ଥ ହଉଛି, ଏହାର ମିନିଂ ହଉଛି ସେମାନେ ନରକକୁ ପ୍ରକୃତରେ ଗମନ କଲେ। ଆମେ ଶାଉଲର ଜୀବନକୁ ଦେଖିବା, ଇସ୍କାରିୟତ ଯିହୁଦାର ଜୀବନକୁ ପ୍ରକୃତରେ ଦେଖିବା, ତ ସେଠି ଅନେକ ଗୁଡ଼ିଏ ଲୋକ ଅଛନ୍ତି ଯେଉଁମାନେ କି ନିଜର ଚିନ୍ତାକୁ ବିଶ୍ୱାସ କରିକି ଚାଳିତ ହେଇଛନ୍ତି। ଆଦି ପୁସ୍ତକ ଆରମ୍ଭରୁ ଯଦି ଦେଖିବାକୁ ହେଲେ ସେଠି କଇନର ଜୀବନକୁ ମଧ୍ୟ ଦେଖିବା। କଇନ ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଲେ, କିନ୍ତୁ କଇନ ଜଣେ ଲୋକ କେବେ ମଧ୍ୟ ଆଶୀର୍ବାଦ ପାଇଲେ ନାହିଁ, କି କଇନର ନୈବେଦ୍ୟକୁ ମଧ୍ୟ କେବେ ଗ୍ରହଣ କରାଗଲା ନାହିଁ, ଅଗ୍ରାହ୍ୟ କରାଗଲା। ତ କୋଉ କାରଣ ପାଇଁ କଇନର ନୈବେଦ୍ୟକୁ ଗ୍ରହଣ କରାଯାଉନି? ଗୋଟେ କାରଣ ପାଇଁ, କଇନ କେବେ ମଧ୍ୟ ପରମେଶ୍ୱରଙ୍କ ଇଚ୍ଛା କ'ଣ ତାହା ଖୋଜି ନାହାନ୍ତି। ଆଉ ପରମେଶ୍ୱର କ'ଣ ଚାହୁଁଛନ୍ତି, ପରମେଶ୍ୱରଙ୍କୁ କୋଉ ପ୍ରକାର ନୈବେଦ୍ୟ ଦେବା ଦରକାର, ଆଉ କୋଉ ପ୍ରକାର ନୈବେଦ୍ୟକୁ ଦେଲେ ପରମେଶ୍ୱର ଖୁସି ହେବେ, କଇନ ଜଣେ ଲୋକ କେବେ ମଧ୍ୟ ଖୋଜି ନାହାନ୍ତି ନିଜ ଲାଇଫରେ। ସେଥିପାଇଁ କଇନ ଯଦ୍ୟପି ସେ ଭୂମିରୁ ଉତ୍ପନ୍ନ ଫଳକୁ ନେଲେ, କିନ୍ତୁ ସେଇଟା ହଉଛି ଅଭିଶାପର ଫଳ, କେବେ ସେ ଜାଣିନଥିଲେ। ସେଥିପାଇଁ ଲୋକମାନେ ମଧ୍ୟ ନିଜର କର୍ମ ପ୍ରଭୁଙ୍କ ଦୃଷ୍ଟିରେ କେତେ ଘୃଣାଜନକ ବିଷୟ। ଆଉ ମନୁଷ୍ୟ 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 ନିଜ ପାଇଁ ଯୋଉ ପର୍ବ ପ୍ରକୃତିରେ ରଖିଛି, ସେ ପର୍ବ ମଧ୍ୟ ପରମେଶ୍ୱରଙ୍କ ଘୃଣାଜନକ ପର୍ବ ବୋଲି ଲୋକମାନେ ଜାଣିନାହାନ୍ତି। ସେଥିପାଇଁ ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ବ୍ୟବସ୍ଥା ଅନୁସାରେ ସିଦ୍ଧ ହେବା ପାଇଁ ଚାହୁଁଛନ୍ତି, ବ୍ୟବସ୍ଥା ଅନୁସାରେ ସେମାନେ ଧାର୍ମିକ ଗଣିତ କରାଯିବା ପାଇଁ ଚାହୁଁଛନ୍ତି। କିନ୍ତୁ ସେଇଟା ସହଜ ବିଷୟ ନାହିଁ, ଜଣେ ବ୍ୟବସ୍ଥା ଦ୍ୱାରା କି ନିଜର କର୍ମ ଦ୍ୱାରା ପ୍ରକୃତରେ ଈଶ୍ୱରଙ୍କର ଧାର୍ମିକତାକୁ ଭେଟି ପାରବାଟା। କିନ୍ତୁ ଆମେ ଯେତେବେଳେ ଦେଖୁଛୁ ସେଠି ପରମେଶ୍ୱର ସେ ଲୋକମାନଙ୍କ ପ୍ରତି କାର୍ଯ୍ୟ କରୁଅଛନ୍ତି ଯୋଉ ଲୋକମାନେ କି ନିଜ ପାଇଁ କିଛି କାମ କରିପାରୁନାହାନ୍ତି। ଯେତେବେଳେ ଲୋକମାନେ ଆତ୍ମସମର୍ପଣ କରୁଛନ୍ତି, ହାତ ଉଠାଉଛନ୍ତି, ପରମେଶ୍ୱର ମୋର ଜୀବନ ଆଉ ମୋ ଲାଇଫରେ ମୁଁ କିଛି କରିପାରିବି ନାହିଁ,
ତ ଏଇ ପ୍ରକାର ଲୋକମାନଙ୍କ ନିମନ୍ତେ ପରମେଶ୍ୱର ପ୍ରଭୁତରେ କାମ ପ୍ରଭୁତରେ କରୁଛନ୍ତି। କିଏ ମାଇକ୍ ଅନ୍ କରିଛନ୍ତି? ମ୍ୟୁଟ୍ କରନ୍ତୁ। ସାଉଣ୍ଡ ଶୁଭା ଯାଉଛି। ତ ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ଗୋଟେ ବିଷୟକୁ ଦେଖାଉଛନ୍ତି କି ସତରେ ଆମେ କୋଉ ଜାଗାରେ ପ୍ରକୃତିରେ ରହିବା ଦରକାର ଆଉ କୋଉ ଜାଗାକୁ ପ୍ରକୃତିରେ ଆମେ ଯିବା ଦରକାର, ଯୋଉ ଜାଗାରେ କି ପରମେଶ୍ୱରଙ୍କୁ ଆମେ ପ୍ରକୃତିରେ ଭେଟି ପାରବା। ତ ପରମେଶ୍ୱର ମଶାଙ୍କୁ ଯେତେବେଳେ କହିଲେ ସିନାଇ ପର୍ବତକୁ ଯା ବୋଲି, ତ ସିନାଇ ପର୍ବତ ହଉଛି ଗୋଟେ ଜାଗା ଯୋଉଟା କି ପ୍ରଭୁ ମଶାଙ୍କ ସହିତ ସାକ୍ଷାତ କରିବା ପାଇଁ ଚାହୁଁଛନ୍ତି। ଆଉ ସିଧାସଳଖ ମଶାଙ୍କ ସହିତ ପରମେଶ୍ୱର କଥାବାର୍ତ୍ତା ହେବା ପାଇଁ ଚାହୁଁଛନ୍ତି। ଏତେ ମଶାଙ୍କୁ ପରମେଶ୍ୱର 40 ଦିନ ପାଇଁ ସିନାଇ ପର୍ବତକୁ ପ୍ରକୃତରେ ନେଇକି ଗଲେ। ତ ପରମେଶ୍ୱର ଯେତେବେଳେ ସିନାଇ ପର୍ବତକୁ ନେଲେ, ସେ ସମୟରେ ମଶାଙ୍କ ସହିତ ପରମେଶ୍ୱର ସିଧାସଳଖ କଥାବାର୍ତ୍ତା କରିଥିଲେ। ଆଉ ସ୍ୱର୍ଗରେ ଯୋଉ ନିୟମ ସମାଗମ ତମ୍ବୁ ଅଛି ସେ ବିଷୟକୁ ସେ ପ୍ରକୃତରେ ଦେଖେଇଲେ। ଆଉ ସାକ୍ଷ୍ୟପତ୍ର ମଶାଙ୍କ ହସ୍ତରେ ପ୍ରକୃତରେ ଦେଲେ। ତ 40 ଦିନ ପରେ ମଶା ଯେତେବେଳେ ରିଟର୍ଣ୍ଣ କଲେ, ତ ମଶାଙ୍କ ପାଖରେ ପରମେଶ୍ୱରଙ୍କର ଜ୍ଞାନ ଥିଲା, ପରମେଶ୍ୱରଙ୍କର ବୁଦ୍ଧି ଥିଲା। ଆଉ ମଶା ଯେତେବେଳେ ଆସିଲେ ପୃଥିବୀରେ ସେ ପ୍ରକାର ଗୋଟେ ମଡେଲ ସମାଗମ ତମ୍ବୁ ପ୍ରକୃତରେ ତିଆରି କଲେ। ତ ମଡେଲ ସମାଗମ ତମ୍ବୁ ଯେତେବେଳେ ତିଆରି କରାହେଲା, ସେ ସମୟରେ ଅନେକ ଯାଜକ ମାନଙ୍କ ପ୍ରକୃତରେ ନିଯୁକ୍ତି ଦିଆହେଲା। ତ ଏ ଯାଜକ ମାନଙ୍କର କାର୍ଯ୍ୟ କଣ? ଏ ଯାଜକ ମାନଙ୍କର କାର୍ଯ୍ୟ ହଉଛି ପରମେଶ୍ୱରଙ୍କୁ ଲୋକମାନଙ୍କୁ ପରମେଶ୍ୱରଙ୍କ ସହିତ ଭେଟେଇବା। ସେଥିପାଇଁ ଆଜି ମଧ୍ୟ ପରମେଶ୍ୱର ଆମମାନଙ୍କୁ ଗୋଟେ ମାଧ୍ୟମକୁ ପ୍ରଭୁତ୍ୱରେ ଦେଇ ଅଛନ୍ତି। ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ସେଥିପାଇଁ ଆମେ ଜଣେ ଲୋକ ଯୀଶୁଙ୍କ ଦ୍ୱାରା ହିଁ ଈଶ୍ୱରଙ୍କୁ ପ୍ରକୃତିରେ ଭେଟି ପାରବା। ଆଉ ଈଶ୍ୱରଙ୍କ ସହିତ ଏକ ହେଇକି ମିଳିତ ହେଇକି ପ୍ରକୃତିରେ ରହିପାରବା। ସେଥିପାଇଁ ବାଇବଲରେ ଈଶ୍ୱରଙ୍କର ବାକ୍ୟ ହଉଛି ଶକ୍ତି। ତ ଈଶ୍ୱରଙ୍କର ବାକ୍ୟ ଯଦି ଶକ୍ତି, ସେ ସମସ୍ତ ସମସ୍ୟାକୁ ସମାଧାନ କରିପାରିବ। ସମସ୍ତ ପରିସ୍ଥିତିକୁ ସେ ସମାଧାନ କରିପାରିବ। ସମସ୍ତ ଆଁ, ପରିସ୍ଥିତି ହଉ କି ସମସ୍ୟା ହଉ କି ରୋଗ ହଉ, ଯାହା ବି ଆମ ଜୀବନରେ ଅଛି, ସେ ସବୁ ବିଷୟକୁ ସେ ପ୍ରଭୁତ୍ୱରେ ସମାଧାନ କରିପାରିବ। କାହିଁକି ବାଇବଲରେ ସେଠି ଲେଖା ହେଇଛି, ଆପଣମାନେ ଯାଆନ୍ତୁ ରୋମୀୟ ପୁସ୍ତକ 1 ପର୍ବର ବାକ୍ୟ ଟିକେ ଯାଆନ୍ତୁ। ରୋମୀୟ ପୁସ୍ତକ 1 ପର୍ବ 20 ପଦ ଟିକେ ଯାଆନ୍ତୁ। ଜଗତର ସୃଷ୍ଟି କାଳାବଧି ତାହାଙ୍କର ଅଦୃଶ୍ୟ ଗୁଣ ସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ ସୃଷ୍ଟ ବସ୍ତୁ ଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କୁ ଉତ୍ତର ଦେବାର ବାଟ ନଥାଏ। ତ ଏ ଜାଗାରେ ଆମେ ଯଦି ଦେଖିବା କହିଲେ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଲେଖା ହେଇଛି। ତ ବାକ୍ୟ କଣ? ବାକ୍ୟ ହଉଛି ଗୋଟେ ଶକ୍ତି। ସେଥିପାଇଁ ବାକ୍ୟ ଲୋକମାନଙ୍କ ହୃଦୟ ଯେତେବେଳେ ପ୍ରବେଶ କରିବ, ସେ ବାକ୍ୟ ତାଙ୍କ ହୃଦୟରେ ଶକ୍ତି ଦେବ। ସେ ବାକ୍ୟ ଜଣକୁ ପ୍ରକୃତରେ ବଳ ଦେବ। ସେ ତେବେ ବାକ୍ୟ ଯେତେବେଳେ ଆସିବ, ଲୋକମାନେ ବଳ ନଥିଲେ ମଧ୍ୟ ପ୍ରକୃତିରେ ଚାଲିବେ। ସେଥିପାଇଁ 38 ବର୍ଷ ରୋଗୀ ଯୀଶୁଙ୍କୁ ଭେଟିଲା ପରେ ସେ ସିଧାସଳଖ ଚାଲିବାଟା ଆରମ୍ଭ କଲେ। ପକ୍ଷାଘାତୀ ରୋଗୀ ଯୀଶୁଙ୍କୁ ଭେଟିଲା ପରେ ସିଧାସଳଖ ପ୍ରକୃତିରେ ଚାଲିବାଟା ଆରମ୍ଭ କଲେ। ତ ସେଠି ଅନେକ ଲୋକ ଅଛନ୍ତି ଯେଉଁମାନେ ଯୀଶୁଙ୍କୁ ଭେଟିଲା ପରେ ନିଜର ରୋଗରୁ ସହିତ ଖାଲି ନିଜର ରୋଗ ଖାଲି ଭଲ ହେଲା ସେମିତି ନୁହଁ, ସେମାନେ ନିଜର ପାପ ମଧ୍ୟ ପ୍ରକୃତିରେ ସମାଧାନ ହେଇଛି। ସେଥିପାଇଁ ପକ୍ଷାଘାତୀ ରୋଗୀର ଜୀବନକୁ ଦେଖିଲେ, ସେଠି ସେ ଜଣେ ପକ୍ଷାଘାତୀ ରୋଗୀ ମାନେ କଣ, ସେ ପାରାଲାଇସ୍ ପେସେଣ୍ଟ। ତାର ହାତ ଗୋଡ଼ କିଛି କାମ କରୁନାହିଁ, ଶୁଖି ଯାଇଛି। କିନ୍ତୁ ସେ ଯୀଶୁଙ୍କୁ ଭେଟିଲା ପରେ ଯୀଶୁ ତାଙ୍କୁ କହିଲେ, ବର୍ଷ ତୋର ପାପ କ୍ଷମା କରାଗଲା। ସେଥିପାଇଁ ଲୋକମାନଙ୍କର ସମସ୍ୟା କଣ, ଲୋକମାନଙ୍କର ପରିସ୍ଥିତି କଣ, ଲୋକମାନଙ୍କର ଆଁ, କାରଣ କଣ, ଆମେ ଏ ସବୁ ବିଷୟ ଯଦି ଖୋଜିବା, ସେରେ କୌଣସି କାରଣ କାହିଁ ନାହିଁ, କି କୌଣସି ସମସ୍ୟା ପ୍ରକୃତରେ ନାହିଁ, କି କୌଣସି ପରିସ୍ଥିତି ପ୍ରକୃତରେ ନାହିଁ। କିନ୍ତୁ ପରିସ୍ଥିତି କଣ ଜାଣିଛନ୍ତି? ହୃଦୟ ଭିତରେ ପାପ ଥିବାଟା ହଉଛି ସମସ୍ୟା। ସେଥିପାଇଁ ଏ ପାପ ଯେତେବେଳେ ସମାଧାନ ହଉଛି ଜଣେ ଲୋକଙ୍କ ଜୀବନରେ, ସେଠି ରୋଗ ଭଲ ହେଇଯାଉଛି, ପରିସ୍ଥିତି ପ୍ରକୃତିରେ ଠିକ ହେଇଯାଉଛି। ଅନେକ ଗୁଡ଼ିଏ ଯେତେ ପ୍ରକୃତିରେ କାରଣ ଗୁଡାକ ଥିଲେ ମଧ୍ୟ ସେଟା ପ୍ରକୃତିରେ ମାନେ ବଦଳି ଯାଉଛି। ସେଥିପାଇଁ ପକ୍ଷାଘାତୀ ରୋଗୀକୁ ଯୀଶୁ ଗୋଟେ ୱାର୍ଡ କହିଲେ, ବର୍ଷ ତୋର ପାପ କ୍ଷମା କରାଗଲା। ସେଥିପାଇଁ ୟାର ପାପ ଯେତେବେଳେ କ୍ଷମା ହେଲା,
ଯୀଶୁ ତାକୁ ସିଧାସଳଖ କହିଲେ, ଉଠ ନିଜର ଖଟିଆ କାନ୍ଦିକି ଚାଲ ବୋଲି କହିଲେ। ତ ସେ ସମୟରେ ଏ ସିଧାସଳଖ ଚାଲିବାଟା ଆରମ୍ଭ କଲେ। ବାଇବଲରେ ଲେଖା ହେଇଛି ସେହି କ୍ଷଣି ଲେଖା ହେଇଛି। ତ ସେହି କ୍ଷଣିର ଅର୍ଥ ମାନେ ଅର୍ଥ କଣ? ବାକ୍ୟ ଯୋଉ ମୁହୂର୍ତ୍ତରେ ଆସୁଛି ଏ ବାକ୍ୟ ସେ ମୁହୂର୍ତ୍ତରେ ପ୍ରକୃତରେ କାର୍ଯ୍ୟ କରୁଛି। ତ ବାକ୍ୟର କାର୍ଯ୍ୟ ଏ, ମାନେ ତାର ଟାଇମିଂ ବୋଲି କିଛି ନାହିଁ। ସେଥିପାଇଁ ପରମେଶ୍ୱର ବାକ୍ୟ ଯେତେବେଳେ ଦଉଛନ୍ତି ତ ସମସ୍ୟା ବଦଳି ଯିବା ପାଇଁ ତାର ଟାଇମର କିଛି ଆ, ଅପେକ୍ଷା କରିବାକୁ ପଡିବ ନାହିଁ। କିନ୍ତୁ ଆମେ ଯେତେବେଳେ ସିଧାସଳଖ ବାକ୍ୟକୁ ଗ୍ରହଣ କରୁଛୁ ସେ ସମୟରେ ସମସ୍ତ ସମସ୍ୟା ପ୍ରକୃତରେ ବଦଳି ଯାଉଛି। ପୃଥିବୀ ଯେତେବେଳେ ପରମେଶ୍ୱର ସୃଷ୍ଟି କଲେ ସେଠି ନିର୍ଜନ ଥିଲା, ଅନ୍ଧକାର ଥିଲା, ଆଉ କିଛି ଆଶା ନଥିଲା। ନିର୍ଜନ, ଅନ୍ଧକାର, ନିର୍ଜନ, ଶୂନ୍ୟ ଥିଲା। କିନ୍ତୁ ପରମେଶ୍ୱରଙ୍କର ବାକ୍ୟ ଯେତେବେଳେ ଆସିଲା, ପରମେଶ୍ୱର କହିଲେ ଦୀପ୍ତି ହଉ, ତ ସିଧାସଳଖ ଦୀପ୍ତି ପ୍ରକୃତିରେ ପ୍ରକାଶ ପାଇଲେ। ସେଥିପାଇଁ ବାଇବଲରେ ଯଦି ଆମେ ଦେଖିବା ଆରମ୍ଭରୁ ଯୀଶୁଙ୍କ ବିଷୟରେ ପ୍ରକୃତରେ ପ୍ରକାଶ କରାଯାଇଛି। ସେ ଦୀପ୍ତି ହଉଛି କିଏ ଜାଣିଛ? ଦୀପ୍ତି ହଉଛି ଯୀଶୁଙ୍କର ପ୍ରତିଛବି। ଯୀଶୁ ନିଜେ କହିଲେ ମୁଁ ଜଗତର ଜ୍ୟୋତି ବୋଲି କହିଲେ। ଜଗତର ଜ୍ୟୋତି ମାନେ ଆଦି ପୁସ୍ତକ 1 ପର୍ବରେ ଯୋଉ ଜ୍ୟୋତି ଅଛି, ଲାଇଟ୍ ଅଛି, ଦୀପ୍ତି ଯଦି ଆସିଲା, ଏଇଟା ପ୍ରତିଛବି କାହାର ପ୍ରତିଛବି? ଯୀଶୁଙ୍କର ପ୍ରତିଛବି। ସେଥିପାଇଁ ଯୀଶୁ ଆରମ୍ଭରୁ ଅଛନ୍ତି। ମୁଁ ଏବେ ବି ଅଛି କି ପରେ ବି ଅଛି କହୁଛନ୍ତି। ସେଥିପାଇଁ ପରମେଶ୍ୱର ଯୀଶୁ ପ୍ରକୃତିରେ ପୂର୍ବରୁ ଦେଇ ସାରି ଅଛନ୍ତି ଲୋକମାନଙ୍କୁ। ସେଥିପାଇଁ ପୁରାତନ ନିୟମର ଲୋକମାନେ ମସିହ ଆସିବେ କହିକି ବିଶ୍ୱାସ କରୁଥିଲେ। କିନ୍ତୁ ନୂତନ ନିୟମ ଯେତେବେଳେ ଆରମ୍ଭ ହେଲା, ନୂତନ ନିୟମ ଯୀଶୁ ଆସିଲା ପରେ ପ୍ରକୃତିରେ ଆରମ୍ଭ ହେଲା। ସେଥିପାଇଁ ନୂତନ ନିୟମ ହେଉଛି ଗୋଟେ ବାକ୍ୟ ଯୋଉଟା କି ଯୀଶୁ ସମସ୍ତ ବିଷୟକୁ ସମାପ୍ତ କରି ଅଛନ୍ତି। ସେଥିପାଇଁ ଯୀଶୁଙ୍କ ଭିତରେ ପ୍ରବେଶ କରିବା ଲୋକମାନେ ସେଟା ବିଶ୍ରାମ ପାଆନ୍ତି, ଆନନ୍ଦ କରନ୍ତି, ଖୁସି ପାଆନ୍ତି। ସେଥିପାଇଁ ସମସ୍ୟା କଣ? ବେଳେ ବେଳେ ଆମ ଜୀବନରେ ଅନେକ ଗୁଡ଼ିଏ ପରିସ୍ଥିତି ଅଛି। କାହାର ଜାଗାର ପରିସ୍ଥିତି ଅଛି, କାହାର ଦେହ ସମସ୍ୟା ଅଛି, କାହାର ରୋଗ ସମସ୍ୟା ଅଛି, କାହାର ନିଜର ବ୍ୟକ୍ତିଗତ ଲାଇଫରେ ଅନ୍ୟାନ୍ୟ ସମସ୍ୟା ଗୁଡାକ ପ୍ରକୃତିରେ ଅଛି। ଏ ସମସ୍ତ ସମସ୍ୟା ପରମେଶ୍ୱର କାହିଁକି ଦେଇଛନ୍ତି? କୋଉ କାରଣ ପାଇଁ ଦେଇଛନ୍ତି? ଏହାର ଅର୍ଥ ହଉଛି ପରମେଶ୍ୱର ସେ ଜାଗାରେ ଲାଇଟକୁ ଦେବା ପାଇଁ ଚାହୁଁଛନ୍ତି, ଦୀପ୍ତିକୁ ଦେବା ପାଇଁ ପ୍ରକୃତିରେ ଚାହୁଁଛନ୍ତି। ସେଥିପାଇଁ ଦୀପ୍ତି ସିଧାସଳଖ ଆସିବ ନାହିଁ। ଦୀପ୍ତି କୋଉ ଜାଗାରେ କାମ କରିପାରିବ ଜାଣିଛନ୍ତି? ଯୋଉ ଜାଗାରେ ଅନ୍ଧକାର ଅଛି। ସେଥିପାଇଁ ଆମେ ଯଦି ଆମର ହୃଦୟରେ ଯଦି ପାପ ନଥାନ୍ତା ତ ଯୀଶୁ ଆସିବାର କିଛି ଆବଶ୍ୟକ ନଥାନ୍ତା। ଯୀଶୁ ଆସିକି ଆମକୁ ବାକ୍ୟ କହିବାଟା କି ଯୀଶୁ ଆମ ପାଇଁ କ୍ରୁଶରେ ଚଢିବାଟା, ଯୀଶୁ ଆମ ପାଇଁ ଆମର ପାପ ନେବାଟା କିଛି ଆବଶ୍ୟକ ନଥିଲା। ଯେହେତୁ ଆମ ପାଖରେ ଆମର ହୃଦୟ ପ୍ରକୃତିରେ ଅନ୍ଧକାର ଥିଲା, ସେଥିପାଇଁ ଯୀଶୁଙ୍କର ଆବଶ୍ୟକ ପଡିଲା। ସେଥିପାଇଁ ଯହନ ପୁସ୍ତକ 3 ପର୍ବର ବାକ୍ୟକୁ ନେଇକି ଯଦି ଦେଖିବା କହିଲେ ସେଠି ସେ ଈଶ୍ୱର ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ ଲେଖା ହେଇଛି। ତ ଈଶ୍ୱର ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କରିବାର ଅର୍ଥ କଣ? ପରମେଶ୍ୱର ଏ ଜଗତକୁ ଦୀପ୍ତି ପ୍ରକୃତିରେ ଆଣିବା ପାଇଁ ଚାହୁଁଛନ୍ତି। ଜଗତର ସବୁ ଜାଗାରେ ଦୀପ୍ତି ପ୍ରକୃତିରେ ପ୍ରକାଶିତ କରିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଦୀପ୍ତିର ଅନ୍ୟ ନାମ ହେଉଛି ଯୀଶୁ। ସେଥିପାଇଁ ଲୋକମାନେ ଯେତେବେଳେ ଯୀଶୁଙ୍କୁ ଭେଟିବେ, ଯୀଶୁଙ୍କ ସମ୍ମୁଖକୁ ଫେରିବେ, ସେ ସମୟରେ ସମସ୍ୟା ଥିଲେ ମଧ୍ୟ ସେଟା ସମସ୍ୟା ହେଇପାରିବ ନାହିଁ। ଅନେକ ଗୁଡ଼ିଏ କାରଣ ଥିଲେ ମଧ୍ୟ ସେଟା ଗୋଟେ କାରଣ ହେଇକି ପ୍ରକୃତିରେ ରହିପାରିବ ନାହିଁ। କିନ୍ତୁ ଏ ସବୁ ବିଷୟ କାହିଁକି ଆମ ଜୀବନରେ ଗୋଟେ କାରଣ ହେଇକି ପ୍ରକୃତିରେ ରହିଯାଉଛି? ଯେହେତୁ ଆମେ ଜଣେ ଲୋକ ଯୀଶୁଙ୍କ ନିକଟକୁ ଫେରିବା ପାଇଁ ଇଚ୍ଛା କରୁନୁ, ବାକ୍ୟ ନିକଟକୁ ଫେରିବା ପାଇଁ ଇଚ୍ଛା ପ୍ରକୃତିରେ କରୁନୁ। ଆଜି ଆମେ ଯୋଉଟା ବାକ୍ୟ ପଢିଲୁ, ପ୍ରଥମ ରାଜାବଳୀ 10 ପର୍ବର ବାକ୍ୟ, ତ ଏଇଠି ଜଣେ ଶିବାରାଣୀ ପ୍ରକୃତିରେ ଅଛି। ତ ଏ ଶିବାରାଣୀ ହଉଛି ଗୋଟେ ବହୁତ ବଡ ବୁଦ୍ଧିମତୀ ଆଉ ଜ୍ଞାନବତୀ ସ୍ତ୍ରୀ। ଇଏ ବି ୟାର ଯେତିକି ରାଜ୍ୟ ଅଛି ତାର ଯଥେଷ୍ଟ ରାଜ୍ୟ ପ୍ରକୃତିରେ ଅଛି। କିନ୍ତୁ ଗୋଟେ ଦିନ ଇଏ ସଲମନ ରାଜା ବିଷୟରେ ଜାଣିଲେ ଯେ ସଲମନ ପ୍ରକୃତିରେ ବେଶୀ ବୁଦ୍ଧିମାନ ଆଉ ଜ୍ଞାନୀ ଲୋକ। ସେଥିପାଇଁ ଇଏ ଲୋକଙ୍କ ଠାରୁ ଶୁଣିଲା ଆଉ ବିଶ୍ୱାସ କଲା ନାହିଁ। ସେଥିପାଇଁ ଇଏ କଣ କଲା, 120 ତାଳନ୍ତ ସୁନା ପ୍ରକୃତିରେ ଲଦିଲା। ସେଠି ଅନେକ ଗୁଡ଼ିଏ ମୂଲ୍ୟବାନ ଜିନିଷ ପ୍ରକୃତିରେ ଲଦିଲା। ଆଉ ତାର ଦାସ ଦାସୀ ମାନଙ୍କୁ ଆଉ ବାଛିଲା। ଆଉ ମହାସମାରୋହରେ ପ୍ରକୃତିରେ ଇଏ ଇଥିଓପିଆରୁ ଜେରୁସାଲାମକୁ ପ୍ରକୃତିରେ ଯାତ୍ରା କଲେ। ତ ଇଥିଓପିଆ ଆଉ ଜେରୁସାଲାମର ଦୂରତା ହେଉଛି 2600 କିଲୋମିଟର। ତ 2600 କିଲୋମିଟର ଜଣେ ଲୋକ ବୋଝ ଭାର ନେଇକି ଯିବାଟା ତାର କେତେ ପ୍ରକୃତିରେ ଖର୍ଚ୍ଚାନ୍ତ ନ ହବ। ଚିନ୍ତା କରନ୍ତୁ, ମାନେ 120 ତାଳନ୍ତ ସୁନା ଯଦି ଗୋଟେ ରଥରେ ବୋହିକି ନିଆଯାଉଛି
ଖାଲି ସେ ବହିକି ନିଆଯାଉଥିବ କି? 2600 କିଲୋମିଟର ଯାତ୍ରା ଯେମାନେ କରିଥିବେ, ହାଲିଆ ହେଇଥିବେ, ତାର ଖର୍ଚ୍ଚ ଥିବ, ସେ ଦାସ ଦାସୀ ସେମାନେ ମହାସମାରୋହରେ ଯାଉଛନ୍ତି ଲେଖା ହେଇଛି। ମହାସମାରୋହରେ ମାନେ କଣ? ଯେ ଗୋଟେ ବହୁତ ବଡ ଦଳ ପ୍ରକୃତିରେ ନେଇକି ଯାଉଛି। କାହିଁକି? ଇୟାକୁ କାହିଁକି ସଲମନର ଜ୍ଞାନ ପ୍ରକୃତିରେ ମୂଲ୍ୟବାନ ଲାଗୁଛି ଜାଣିଛନ୍ତି? ଯେହେତୁ ଇଏ ଜାଣିଛି ମୋ ପାଖରେ ଯାହା ବି ସମ୍ପତ୍ତି ଅଛି, ସଲମନର ଜ୍ଞାନ ଅପେକ୍ଷା ସେଇଟା ବେଶୀ କମ୍। ସେଥିପାଇଁ ଇଏ ଗୋଟେ ବୁଦ୍ଧିକୁ ପାଇବା ପାଇଁ, ଗୋଟେ ଜ୍ଞାନ ପାଇବା ପାଇଁ ସଲମନ ନିକଟକୁ ପ୍ରକୃତିରେ ଯାଉଛି, ଦେଖୁଛି। ଯେତେବେଳେ ଯାଇକି ଦେଖୁଛି, ସଲମନକୁ ଦେଖୁଛି, ତାର ଜ୍ଞାନ ଶୁଣୁଛି, ତାର ବୁଦ୍ଧି ପ୍ରକୃତିରେ ଶୁଣୁଛି, ଆଉ ସେ ପ୍ରକୃତିରେ ସଲମନ ପ୍ରକୃତିରେ ପ୍ରଶଂସା କରିବାଟା ଆରମ୍ଭ କରୁଛି। ତମେ କେତେ ମହାନ ଲୋକ, ପ୍ରଭୁ ତମକୁ ବାଛିଛନ୍ତି, ପରମେଶ୍ୱର ତମକୁ ଜ୍ଞାନ ଦେଇଛନ୍ତି, ତମର ଯୋଉ ଦାସ ଦାସୀ ଅଛନ୍ତି, ଦାସମାନେ ଅଛନ୍ତି, ସେମାନେ କେତେ ବଢିଆ, ସଦାବେଳେ ତମ ପାଖରେ ଅଛନ୍ତି, ତମର ଜ୍ଞାନ ସେମାନେ ପାଉଛନ୍ତି। ଏଁ? ତ ଇଏ ଏ ପ୍ରକାର ଭାବରେ ପ୍ରଶଂସା ପ୍ରକୃତିରେ କରୁଛି। 7 ପଦ ଦେଖିଲେ ସେଠି ଲେଖା ହେଇଛି। 6 ଆଉ 7 ପଦ ଦେଖନ୍ତୁ। ତହୁ ସେ ରାଜାଙ୍କୁ କହିଲା, ମୁଁ ଆପଣା ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ, ଆପଣଙ୍କ ଜ୍ଞାନ ବିଷୟରେ ଯେ ସମ୍ବାଦ ପାଇଥିଲି ତାହା ସତ୍ୟ। ତଥାପି ମୁଁ ଆସି ଆପଣା ଚକ୍ଷୁରେ ନ ଦେଖିବା ଯାଏଁ ସେ କଥା ବିଶ୍ୱାସ ନ କଲି। ଆଉ ଦେଖନ୍ତୁ, ଅର୍ଦ୍ଧେକେ ମୋତେ କୁହାଯାଇ ନଥିଲା, ମୁଁ ଯେଉଁ ସୁଖ୍ୟାତି ଶୁଣିଲି ତଦପେକ୍ଷା ଆପଣଙ୍କ ଜ୍ଞାନ ଐଶ୍ୱର୍ଯ୍ୟ ଅଧିକ। ତ ଇଏ କଣ ପ୍ରକୃତରେ କହୁଛି? ମୁଁ ଯାହା ଶୁଣିଥିଲି ସେଇଟା ମଧ୍ୟ କମ୍, କିନ୍ତୁ ଆସିକି ଯେତେବେଳେ ଦେଖିଲି ପ୍ରାକ୍ଟିକାଲି, ଏଇଟା କେତେ ମହାନ ବିଷୟ। ସେଥିପାଇଁ ସେଠି ଲୋକ ଅଛନ୍ତି ଯୋଉମାନେ କି ଗୋଟେ ବୁଦ୍ଧି ପାଇବା ପାଇଁ ଚାହୁଁଛନ୍ତି, ଜ୍ଞାନ ପାଇବା ପାଇଁ ଚାହୁଁଛନ୍ତି। ସେଥିପାଇଁ ବୁଦ୍ଧି ଆଉ ଜ୍ଞାନ ପାଇଁ ଲୋକ ପଇସା ପ୍ରକୃତିରେ ଖର୍ଚ୍ଚ କରୁଛନ୍ତି। ସେଥିପାଇଁ ଲୋକମାନଙ୍କୁ ଯେତେବେଳେ ବୁଦ୍ଧି ଜ୍ଞାନ ପାଇବା ପାଇଁ ଯେତେବେଳେ ପଇସା ଖର୍ଚ୍ଚ କରୁଛନ୍ତି, ଲୋକମାନଙ୍କୁ କେବେ ମଧ୍ୟ ସେଇଟା ଲସ୍ ଲାଗୁନାହିଁ। ସେଇଟା କ୍ଷତି ବୋଲି କେବେ ମଧ୍ୟ ପ୍ରକୃତିରେ ଦେଖାଯାଉନାହିଁ। ସେଥିପାଇଁ ଲୋକମାନେ ଏ ଗୋଟେ ବୁଦ୍ଧି ଜ୍ଞାନକୁ ପାଇବା ନିମନ୍ତେ ସେମାନେ ଅନେକ ଗୁଡେ ଟଙ୍କାକୁ ସ୍ପେଣ୍ଡ କରୁଛନ୍ତି। ତ କାହିଁକି ଲୋକମାନେ ପଇସା ଖର୍ଚ୍ଚ କରୁଛନ୍ତି ଜାଣିଛନ୍ତି? କାହିଁକି? ଗୋଟେ ବୁଦ୍ଧି ହଉଛି ଯଥେଷ୍ଟ। ସେଥିପାଇଁ ସେଠି ଜଣେ ଲୋକ ଅଛନ୍ତି ଯିଏକି ଏଁ, ଜଣେ ଲୋକଙ୍କ ସହିତ ୱାରେନ୍ ବଫେଟ୍ ବୋଲି ଜଣେ ଲୋକ ଅଛନ୍ତି। ତ ଇଏ ଇଏ ହେଉଛନ୍ତି ୱାର୍ଲଡ ଫେମସ୍ ଲୋକ, ୱାରେନ୍ ବଫେଟ୍ ବୋଲି ଯିଏ। ତ ୱାର୍ଲଡ ଫେମସ୍ ଇଏ। ତ ୟାଙ୍କ ସହିତ ଲଞ୍ଚ କରିବା ପାଇଁ ତ କେତେ ଟଙ୍କା ପ୍ରକୃତିରେ ଲୋକମାନେ ଖର୍ଚ୍ଚ କରୁଛନ୍ତି ଜାଣିଛନ୍ତି? 3,15,000 ଟଙ୍କା ଖର୍ଚ୍ଚ କରୁଛନ୍ତି। ମାନେ ଗୋଟେ ଲଞ୍ଚ ତାଙ୍କ ସହିତ କରିବା ପାଇଁ ଏତିକି ଟଙ୍କା ପ୍ରକୃତିରେ ଖର୍ଚ୍ଚ କରୁଛନ୍ତି। ତ ଏତିକି ଟଙ୍କା ମଧ୍ୟ ଲୋକମାନେ ଖର୍ଚ୍ଚ କରିବା ପାଇଁ କେବେ ତ ପ୍ରଶଂସା ଦେଉନାହାନ୍ତି। କାହିଁକି ଜାଣିଛନ୍ତି? ତ ୟା ସହିତ ଯୋଉ ଲଞ୍ଚ କରୁଛନ୍ତି, ୟା ସହିତ ଯୋଉ ଲଞ୍ଚ କରିବେ, ତ ଇଏ ଯୋଉ ପ୍ରକୃତିରେ ସେମାନଙ୍କ ଯୋଉ ପ୍ରକୃତିରେ ଉତ୍ସାହଜନକ ପ୍ରକୃତିରେ ବାକ୍ୟ ଯୋଉଟା ଦେଉଛନ୍ତି, ସେଟା ତାଙ୍କର ଜୀବନକୁ ପ୍ରକୃତିରେ ବଦଳେଇ ଦେଉଛି। ତ ଇଏ କୋଉ ପ୍ରକାର ବାକ୍ୟକୁ ଦେଉଛନ୍ତି ଜାଣିଛନ୍ତି? ଇନ୍ସପିରେସନ ବାକ୍ୟ। ଇନ୍ସପିରେସନ ମାନେ କଣ? ଉତ୍ସାହଜନକ ବାକ୍ୟ ଦେଉଛନ୍ତି। ତ ଉତ୍ସାହଜନକ ବାକ୍ୟ ଯେତେବେଳେ ସେମାନେ ପାଉଛନ୍ତି, ତାଙ୍କର ଲାଇଫ ପ୍ରକୃତିରେ ଚେଞ୍ଜ ହଉଛି। 3,15,000 ଯୋଉ ପଇସା ଖର୍ଚ୍ଚ କରିବାଟା, ଏଇଟା ତାଙ୍କ ପାଇଁ ବେଶୀ କମ୍। ତ ପରେ ଯେତେବେଳେ ସେମାନେ ତା ସହିତ ଲଞ୍ଚ କରିକି ଯେତେବେଳେ ଫେରୁଛନ୍ତି, ତାଙ୍କର ଲାଇଫ ପ୍ରକୃତିରେ ବଦଳି ଯାଉଛି। ସେଥିପାଇଁ ଏତେ ଟଙ୍କା ଖର୍ଚ୍ଚ ହଉଛି, କିନ୍ତୁ ହେଲେ ମଧ୍ୟ ୟା ସହିତ ଲଞ୍ଚ କରିବା ପାଇଁ ଲୋକ କଣ କରୁଛନ୍ତି ଜାଣିଛନ୍ତି? ଲାଇନ ବାନ୍ଧୁଛନ୍ତି। ଲାଇନ ବାନ୍ଧିକି ଲୋକ ପ୍ରକୃତରେ ଟିକଟ କରୁଛନ୍ତି ତା ସହିତ ଲଞ୍ଚ ଖାଇବା ପାଇଁ। ସେଥିପାଇଁ ଲୋକମାନଙ୍କର ଜୀବନରେ ଯଦି ଦେଖିବାକୁ ହେଲେ, ଲୋକମାନେ ମଧ୍ୟ ସେଠି ଜ୍ଞାନକୁ ଖୋଜୁଛନ୍ତି, ବୁଦ୍ଧିକୁ ଖୋଜୁଛନ୍ତି। ସେଥିପାଇଁ ଲୋକମାନଙ୍କ ପାଖରେ ପଇସା ଅଛି, କିନ୍ତୁ ଲୋକଙ୍କ ପାଖରେ ଜ୍ଞାନ ନାହିଁ, ବୁଦ୍ଧି ନାହିଁ। ସେଥିପାଇଁ ବୁଦ୍ଧି କାହା ପାଖରେ ଅଛି? ବୁଦ୍ଧି ପ୍ରଭୁଙ୍କ ପାଖରେ ଅଛି। ଜ୍ଞାନ କାହା ପାଖରେ ଅଛି? ପ୍ରଭୁଙ୍କ ପାଖରେ ଅଛି। ସେଥିପାଇଁ ସଲମନ କାହା ଦ୍ୱାରା ବୁଦ୍ଧି ଜ୍ଞାନ ପାଇଥିଲେ? ପ୍ରଭୁଙ୍କ ଦ୍ୱାରା ପାଇଥିଲେ। ସେଥିପାଇଁ ସଲମନର ଜ୍ଞାନ ଶୁଣିବା ପାଇଁ ଅନେକ ଲୋକ ପ୍ରଭୁରେ ଆସୁଛନ୍ତି। ଏ ଶିବାରାଣୀ ଯିଏ ଅଛି, ୟାର ଦେଶ ଯୋଉଟା ଅଛି, ତାର ଦେଶରେ ସେ ରାଜା ରାଣୀ ହେଇକି ଅଛି। ତାର ଦେଶ ମଧ୍ୟ ବହୁତ ବଡ। କିନ୍ତୁ ଇଏ କାହିଁକି ପ୍ରକୃତରେ ସଲମନର ଜ୍ଞାନକୁ ଶୁଣିବା ପାଇଁ ବାଛିଲେ? କୋଉ କାରଣ ପାଇଁ ଇଏ ପ୍ରକୃତରେ ଏତେ ଦୂର 2600 କିଲୋମିଟର ପ୍ରକୃତରେ ସେ ରଥରେ ବସିକି ଆସୁଛନ୍ତି? ଚିନ୍ତା କରନ୍ତୁ। ଏ ଏଇଟା ଏଇଟା କେତେ ବର୍ଷର କଥା ଜାଣିଛନ୍ତି? ଏଇଟା ପାଖାପାଖି 3,000 ବର୍ଷର କଥା ଏଇଟା। 3,000 ବର୍ଷର କଥା ମାନେ କଣ? 3,000 ବର୍ଷ ପୂର୍ବରୁ ସଲମନ ଥିଲେ, ଆଉ ଏ ଶିବାରାଣୀ ଥିଲା।
ତ 3000 ବର୍ଷ ପୂର୍ବରୁ ସେଠି କଣ ହାଇୱେ ଥିବ କି? ଆଁ? ନା ରାସ୍ତା ଭଲଟା ଥିବ, ନା ପ୍ରକୃତରେ ରାସ୍ତା ପ୍ରକୃତରେ ତିଆରି ହେଇଥିବ? କିଛି ତିଆରି ହେଇନଥିବ। ସେଠି ଛୋଟ ରାସ୍ତା ଥିବ, ଜଙ୍ଗଲ ଥିବ। ଇଏ ଯେତେବେଳେ ରାଜାଙ୍କୁ ଭେଟିବା ପାଇଁ ଯାଉଛି, ରଥରେ ବସିକି ଯାଉଛି, ମହାସମାରୋହରେ ପ୍ରକୃତରେ ଯାଉଛି, 120 ତାଳନ୍ତ ସୁନା ପ୍ରକୃତରେ ନେଉଛି। 120 ତାଳନ୍ତ ସୁନା କେତେ କୁଇଣ୍ଟାଲ ଜାଣିଛନ୍ତି? ଆଁ? ଶହେ 120 ସୁନା ହଉଛି କେତେ ତାଳନ୍ତ ସୁନା, କେତେ କୁଇଣ୍ଟାଲ ଜାଣିଛନ୍ତି କି? 4000 କୁଇଣ୍ଟାଲ। 4000 କୁଇଣ୍ଟାଲ ସୁନା ପ୍ରକୃତରେ ନେଉଛି ସେ। ଖାଲି ସୁନା ସେତିକି ନେଉଛି, ଏତିକି ସଲମାନଙ୍କୁ ପ୍ରକୃତରେ ସେ ଦେଉଛି। ଏଁ? ଚିନ୍ତା କରନ୍ତୁ ଏବେ, ଆମକୁ ଯଦି ଏତିକି ସୁନା ଯଦି ମିଳନ୍ତା, ହେଲେ ଆମେ କେତେ ଧନୀ ହେଇଯାଇଥାନ୍ତୁ। ଏଁ? ତା ମାନେ 4000 ଟନ ସୁନା ଯୋଉଟା ଇଏ ନେଇକି ଯାଉଛି, ଏଇଟା ମଧ୍ୟ ସଲମନର ଜ୍ଞାନର ନାହିଁ କି ତଳେ। ସେଥିପାଇଁ ବାକ୍ୟ ଯେତେବେଳେ ଆମେ ଦେଖିବା କହିଲେ, ବାକ୍ୟ ସାମ୍ନାରେ କଣ ବଡ ହବ? କୋଉ ବିଷୟ ପ୍ରକୃତରେ ବଡ ହବ? ଏଁ? କୌଣସି ବିଷୟ ନାହିଁ ଯେ କୋଉ ବିଷୟ ପ୍ରକୃତରେ ବଡ ହେଇପାରିବ। ସେଥିପାଇଁ ଲୋକମାନେ ଯେତେବେଳେ ବାକ୍ୟକୁ ତୁଚ୍ଛ କରିବେ, ସେ ସମୟରେ ଅନେକ ଗୁଡ଼ିଏ କଷ୍ଟ ସେମାନଙ୍କ ଜୀବନରେ ଆସିବ। ଅନେକ ଗୁଡ଼ିଏ ପରିସ୍ଥିତି, କଷ୍ଟକର ବିଷୟ ସେମାନେ ସାମ୍ନା କରିବେ। ଭାଇ ଭଉଣୀ ମାନେ, ସତରେ ଆମେ ବେଶୀ ମୂଲ୍ୟବାନ ଲୋକ ପରମେଶ୍ୱର ଆମମାନଙ୍କୁ ବିନା ମୂଲ୍ୟରେ ଧାର୍ମିକତାକୁ ଦେଇଛନ୍ତି। ବିନା ମୂଲ୍ୟରେ ପରମେଶ୍ୱର ଆମମାନଙ୍କୁ ପବିତ୍ରତାକୁ ଦେଇ ଆସନ୍ତି। ସେଥିପାଇଁ ଆମେ ଯେତେବେଳେ ବିନା ମୂଲ୍ୟର ପବିତ୍ରତା ପାଉଛୁ, ଧାର୍ମିକତାକୁ ପାଉଛୁ, ଶୈତାନ ଆମମାନଙ୍କ ଲାଇଫ କାର୍ଯ୍ୟ କରୁଛି। ଆମମାନଙ୍କର ଚକ୍ଷୁ ପ୍ରକୃତରେ ଜ୍ଞାନ ଚକ୍ଷୁ ବନ୍ଦ କରିଦେଉଛି। ଆମେ ଯେମିତି ବାକ୍ୟକୁ ଅନେଇବୁ ନାହିଁ, ପ୍ରଭୁଙ୍କୁ ଅନେଇବୁ ନାହିଁ। ଆମେ ଯେମିତି ଚର୍ଚ୍ଚକୁ ପ୍ରକୃତରେ ବଡ କରିବୁ ନାହିଁ, ବାକ୍ୟକୁ ବଡ କରିବୁ ନାହିଁ। ଆମର ସିଚୁଏସନ ଗୁଡାକ ବଡ ହବ, ପ୍ରୋବ୍ଲେମ୍ସ ଗୁଡାକ ବଡ ହବ। ଆମେ ଯେମିତି ସେ ବିଷୟକୁ କେନ୍ଦ୍ର କରିକି ବଞ୍ଚିବୁ। ଶୈତାନ ସଦାବେଳେ ଏ ପ୍ରକାର ସୁଯୋଗ ଗୋଟେ ଖୋଜୁଛି, କଣ କଣ ଗୋଟେ ସ୍ଥାପନ କରିବି, ଯେମିତି ଏ ଲୋକ ଚର୍ଚ୍ଚ ଠାରୁ ଦୂରକୁ ଯିବ, ବାକ୍ୟରୁ ଦୂରକୁ ଯିବ। କିନ୍ତୁ ଚିନ୍ତା କରନ୍ତୁ, ଏ ଶିବାରାଣୀ କାହାର ଜ୍ଞାନକୁ ପ୍ରକୃତରେ ବାଛିଲେ? ସଲମନର ଜ୍ଞାନକୁ ବାଛିଲେ। ଜଣେ ଲୋକ 2600 କିଲୋମିଟର ଯାଉଛି, ଏଟା କେତେ ହାଲିଆ ଜଣକ, ଏଟା ଏତେ ଭାରି ସେ ବିଷୟକୁ ନେଇକି ପ୍ରକୃତରେ ଯାଉଛି ସେ। ସେଥିପାଇଁ ସେ ପରବର୍ତ୍ତୀ ସମୟରେ ଯଦି ଦେଖିବା କହିଲେ, 8 ପଦରୁ ଯଦି ଆମେ ଦେଖିବା, ସେ କଣ କହୁଛି ସଲମନକୁ? ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କ ଏହି ଦାସ ମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି। ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ସେ ଆପଣଙ୍କୁ ଇସ୍ରାଏଲ ସିଂହାସନରେ ଉପବିଷ୍ଟ କରାଇବା ପାଇଁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ଇସ୍ରାଏଲକୁ ସଦାକାଳ ପ୍ରେମ କରନ୍ତି, ଏହି ବିଚାର ଓ ନ୍ୟାୟ କରିବାକୁ ଆପଣଙ୍କର ରାଜା କଲେ। ତ ଇଏ ଭଲରେ ଜାଣିଲା ଇଏ କାହା ଦ୍ୱାରା ରାଜା ହେଇଛନ୍ତି। ଇଏ ସବୁ ବିବେଚନା କଲା, ଦେଖିଲା, ଇଏ ପରୀକ୍ଷା ବି କରିଛି। ୟା ପାଖରେ ଯେତେ ବି ଡାଉଟ ଥିଲା, ସନ୍ଦେହ ଥିଲା, ସବୁ ପ୍ରଶ୍ନ ପଚାରିଥିବ ସଲମନ। ସଲମନ ପ୍ରକୃତରେ ସବୁ ଉତ୍ତର ପ୍ରକୃତରେ ଦେଇଛନ୍ତି। ସଲମନ ସବୁ ଉତ୍ତର ପ୍ରକୃତରେ ଦେଲେ। ସବୁ ଉତ୍ତର ଯେତେବେଳେ ଦେଲେ, ଇଏ ଯେତେବେଳେ ସବୁ ଉତ୍ତର ପାଇଥିବ, ଆଶ୍ଚର୍ଯ୍ୟ ହେଇଥିବ ନା ହେଇନଥିବ? ବେଳେବେଳେ ଭାଇ ଭଉଣୀ, ଆମେ ଯେତେବେଳେ ପ୍ରଚାର ପାଇଁ ଯାଉଛୁ, ପ୍ରଚାର ପାଇଁ ଗଲା ବେଳକୁ କେମିତି ଲାଗୁଛି? କଣ ପ୍ରଚାର କରିବି, ଲୋକ ପ୍ରଶ୍ନ କଲେ କଣ ଉତ୍ତର ଦେବି, ଆମେ ଏ ପ୍ରକାର ଡରୁଛୁ। କିନ୍ତୁ ଆମେ କେବେ ମଧ୍ୟ ବିଶ୍ୱାସ କରୁନୁ, ମୋ ପାଖରେ ଯଥେଷ୍ଟ ଜ୍ଞାନ ଅଛି ବାକ୍ୟର। ପରମେଶ୍ୱର ମତେ ଯୋଉ ପରିତାଣ ଦେଇଛନ୍ତି, ସେ ପରିତାଣର ବାକ୍ୟ ଯଥେଷ୍ଟ ଜଣେ ଲୋକର ଜୀବନକୁ ବହୁତରେ ବଦଳି ଯିବା ପାଇଁ। ଆମେ ସେମିତି କେବେ ଚିନ୍ତା କରୁନୁ ସେ ମୁହୂର୍ତ୍ତରେ। ସେଥିପାଇଁ ଆମେ ସେମିତି ଯେହେତୁ ଚିନ୍ତା କରିପାରୁନୁ, ଆମେ କଣ ଚିନ୍ତା କରୁଛୁ, କଣ ପ୍ରଚାର କରିବି ୟାକୁ, କଣ ବୋଲି ପ୍ରଭୁତରେ ଡାକିବି? ମୋ ପାଖରେ ତ ବାକ୍ୟ ନାହିଁ। କିନ୍ତୁ ଆମେ ପାଟି ନ ଖୋଲିକି ସେମିତି ଚିନ୍ତା କରୁଛୁ। କିନ୍ତୁ ଯଦି ଆମେ ଗୋଟେ ପାଟି ଖୋଲିବା, ସେଠି ଶିବାରାଣୀର ଯେତେ ପ୍ରଶ୍ନ ଥିଲା, ସଲମନ ଯୋଉ ଜ୍ଞାନ ସବୁ ତାର ଉତ୍ତର ଯେମିତି ଦେଉଛନ୍ତି, ଆମେ ତ ସମସ୍ତ ଜ୍ଞାନର ଉତ୍ତର ପ୍ରଭୁତରେ, ସମସ୍ତ ପ୍ରଶ୍ନର ଉତ୍ତର ପ୍ରଭୁତରେ ଆମେ ଦେଇପାରିବା। ଏତେ ଲୋକମାନଙ୍କ ପାଖରେ ପ୍ରଶ୍ନ ପ୍ରଶ୍ନ ଖାଲି ଅଛି, ଉତ୍ତର କିଛି ନାହିଁ। କିନ୍ତୁ ଜାଣିଛନ୍ତି ପରମେଶ୍ୱର ଆମମାନଙ୍କୁ ଉତ୍ତର ସହିତ ଉତ୍ତର ମଧ୍ୟ ଦେଇ ଆସନ୍ତି। ଆପଣମାନେ ଯଦି ଦେଖିବେ, ପ୍ରଥମ କରନ୍ତୀୟ 1 ପର୍ବ ବାକ୍ୟକୁ ଟିକେ ଯାଆନ୍ତୁ। ପ୍ରଥମ କରନ୍ତୀୟ 1 ପର୍ବ
ପ୍ରଥମ କରନ୍ତି 1 ପର୍ବ 20 ପଦ ବାକ୍ୟ ଟିକେ ଦେଖିବା। ଜ୍ଞାନ କାହିଁ ଶାସ୍ତ୍ରୀ କାହିଁ ଏହି ଯୁଗରେ ତାର୍କିକ କାହିଁ ଈଶ୍ୱର କି ଜଗତକୁ ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରିନାହାନ୍ତି। ତ ଏ ଜାଗାରେ ଲେଖା ହେଇଛି ଜ୍ଞାନୀ କାହିଁ ଶାସ୍ତ୍ରୀ କାହିଁକି ଲେଖା ହେଇଛି। ତ ବାଇବଲ ଅନୁସାରେ ଦେଖିଲେ ଯଦି ଜ୍ଞାନୀ କିଏ ଅଛି କି ଶାସ୍ତ୍ରୀ କିଏ ଅଛି କି? ଏଁ? କେହି ବି ନାହିଁ। ପରମେଶ୍ୱର କଣ କହିଛନ୍ତି ଏହି ଯୁଗର ତାର୍କିକ କାହିଁ ଈଶ୍ୱର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରିନାହାନ୍ତି ଲେଖା ହେଇଛି। ତା ମାନେ ଜଗତର ଜ୍ଞାନ କଣ? ଏଁ? ମୂର୍ଖତା ଲେଖା ହେଇଛି। ସେଥିପାଇଁ ଜଗତର ଲୋକମାନଙ୍କ ପାଖରେ ଯୋଉ ପ୍ରଶ୍ନ ବି ଅଛି ସେଇଟା ମଧ୍ୟ ମୂର୍ଖତା ପ୍ରଶ୍ନ। ଏତେ ଲୋକମାନେ ପାପର ସମସ୍ୟା ସମାଧାନ କେମିତି ହବ ସେ ରାସ୍ତା ଲୋକମାନେ ଜାଣିନାହାନ୍ତି। ତା ମାନେ କଣ ଜାଣିଛନ୍ତି ଲୋକଙ୍କ ପାଖରେ ପରିତ୍ରାଣର ଜ୍ଞାନ ପ୍ରକୃତରେ ନାହିଁ। ଏଁ? ଯେହେତୁ ପରିତ୍ରାଣର ବାକ୍ୟ ଯେହେତୁ ନାହିଁ ସେମାନେ କଣ ଖୋଜୁଛନ୍ତି ଜ୍ଞାନ ଖୋଜୁଛନ୍ତି ପରିତ୍ରାଣର ଜ୍ଞାନ ଖୋଜୁଛନ୍ତି। ସେଥିପାଇଁ ବାକ୍ୟ ପ୍ରକୃତରେ ସେମାନେ ପଢୁଛନ୍ତି କିନ୍ତୁ ସେ ଜ୍ଞାନ ପ୍ରକୃତରେ ପାଇପାରୁନାହାନ୍ତି। କାହିଁକି? ଯେହେତୁ ପବିତ୍ର ଆତ୍ମା ସେମାନଙ୍କ ଭିତରେ ନାହିଁ। ତ ବିନା ପବିତ୍ର ଆତ୍ମାରେ ଜଣେ ଲୋକ ଈଶ୍ୱରଙ୍କର ପବିତ୍ରତାକୁ ପାଇବା ପାଇଁ ଚାହିଁଲେ କେମିତି ପ୍ରକୃତିରେ ହବ? ଅସମ୍ଭବ। ସେଥିପାଇଁ ତଳେ ଯଦି ଦେଖିବା 21 ପଦରେ କାରଣ ଈଶ୍ୱରଙ୍କର ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗରେ ମୂର୍ଖତା ଦ୍ୱାରା ବିଶ୍ୱାସୀ ମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର ସନ୍ତୁଷ୍ଟ ହେଲେ। ତ ଏ ବାକ୍ୟ ଯଦି ଦେଖିବାକୁ ଗଲେ କାରଣ ଈଶ୍ୱର ଜ୍ଞାନ ପ୍ରକାଶିତ ହେଇଥିଲେ ଲେଖା ହେଇଛି। ତ ଜ୍ଞାନ କିଏ ତା ଈଶ୍ୱର ନିଜେ। ତେ ଈଶ୍ୱର ଜ୍ଞାନ ପ୍ରକାଶିତ ହେଇଥିଲେ ଲେଖାଇଛି। ହେ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ନ ଜାଣିବାର ପ୍ରଚାରିତ ପ୍ରସଙ୍ଗ ମୂର୍ଖତା ଦ୍ୱାରା ବିଶ୍ୱାସଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର ସନ୍ତୁଷ୍ଟ ହେଲେ। ତେ କୋଉ ଲୋକକୁ ପରିତ୍ରାଣ ଦେବା ପାଇଁ ପରମେଶ୍ୱର ଖୁସି ହେଲେ ଲେଖା ହେଇଛି ବିଶ୍ୱାସୀ ମାନଙ୍କୁ ଲେଖା ହେଇଛି। ତା ମାନେ ଯିଏ ବାକ୍ୟ ଶୁଣିଲା ଯେ ବିଶ୍ୱାସ କଲା ବିଶ୍ୱାସ ମାନେ କେତେବେଳେ କରିବ ଯେତେବେଳେ ବାକ୍ୟକୁ ଜଣେ ଲୋକ ଗ୍ରହଣ କରିବ ତେବେ ଯାଇ ବିଶ୍ୱାସ କରିବ। ଯୋଉ ଲୋକ ବାକ୍ୟ ଗ୍ରହଣ କରିବନି ସେ ବିଶ୍ୱାସ କରିବନି ତ ପରମେଶ୍ୱର ତାକୁ କେବେ ପରିତ୍ରାଣ ଦେଇପାରବନି। କିନ୍ତୁ ପରିତ୍ରାଣ କାହା ପାଇଁ ଜ୍ଞାନ ହଉଛି ଯୋଉ ଲୋକ ବିଶ୍ୱାସ କଲା ଗ୍ରହଣ କଲା ତା ପାଇଁ ପରିତ୍ରାଣ ହଉଛି। ପରମେଶ୍ୱର ସେ ଲୋକ ପାଇଁ ଖୁସି ଅଛନ୍ତି ଲେଖା ହେଇଛି। 22 ପଦ ଲେଖା ହେଇଛି କାରଣ ଜିହୁଦ ମାନେ ଚିହ୍ନ ଲଢ଼ନ୍ତି ଆଉ ଗ୍ରୀକ ମାନେ ଜ୍ଞାନ ଅନ୍ୱେଷଣ କରନ୍ତି କିନ୍ତୁ ଆମ୍ଭେମାନେ କୃଷରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ ସେ ଜିହୁଦୀ ମାନଙ୍କ ନିମନ୍ତେ ବିଘ୍ନ ସ୍ୱରୂପ ଓ ବିଜାତି ମାନଙ୍କ ନିମନ୍ତେ ମୂର୍ଖତା ସ୍ୱରୂପ କିନ୍ତୁ ଜିହୁଦୀ ହେଉ ବା ଗ୍ରୀକ ହେଉ ଯେଉଁମାନେ ଆହତ ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ୱରଙ୍କ ଶକ୍ତି ଓ ଈଶ୍ୱରଙ୍କ ଜ୍ଞାନ ସ୍ୱରୂପ ଅଟନ୍ତି। ସେଥିପାଇଁ ଯିଏ ବି ହଉ ଯଦି ଜଣେ ଲୋକ ଯଦି ଚିହ୍ନ ଅନ୍ୱେଷଣ କରିବ ସେ କଣ ଖୋଜିବ? ଆଶ୍ଚର୍ଯ୍ୟ କର୍ମ ଅଦ୍ଭୁତ କର୍ମ କେମିତି ଟିକେ ମିରାକଲ ହବ। ଜ୍ୱର ହଉଥିବ ହଠାତରେ ପ୍ରେୟାର କଲା ବେଳକୁ ଟିକେ ସୁସ୍ଥ ସାଙ୍ଗେ ସାଙ୍ଗେ ହଉଥିବ। ଲୋକମାନଙ୍କୁ ଏମିତିଟା ଦରକାର କିନ୍ତୁ ଲୋକମାନଙ୍କୁ ସ୍ଲୋଟା ଦରକାର ନାହିଁ। ଆଜିକାଲି ମେଡିକାଲରେ ଜଲ୍ଦି ଭଲ ହେବାଟା ମେଡିସିନ ଦଉନାହାନ୍ତି। ଜଣେ ଲୋକ ଯେମିତି ଧୀରେ 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 ଭଲ ହବ ସେମିତି କମ ପାୱାର ମେଡିସିନ ଦେଉଛନ୍ତି କିନ୍ତୁ ଅଧିକ ଦିନ ଖାଅ ବୋଲି କହୁଛନ୍ତି। ଆଉ ତ ଲୋକ ଯେତେବେଳେ ସେଟା ମେଡିସିନ ଆଣୁଛନ୍ତି ଖାଉଛନ୍ତି ଲୋକମାନଙ୍କୁ ଲାଗୁଛି କି ଏଇଟା ମେଡିସିନ ଭଲଟା ନାହିଁ। କାହିଁକି ସେ ମେଡିସିନ ସ୍ଲୋରେ କାମ କରିବ? କାହିଁକି ଗଭର୍ଣ୍ଣମେଣ୍ଟ ସେଟା ବହୁତ ମାନେ ପରୀକ୍ଷା କଲା ପରେ ସେ ପରୀକ୍ଷାରେ ମାନେ ଯଦି ଠିକ ଲାଗିଲା ତେବେ ସେଟା ଲୋକମାନଙ୍କୁ ପ୍ରକୃତରେ ଦେଉଛି। କିନ୍ତୁ ଲୋକମାନେ କେମିତିଟା ଚାହୁଁଛନ୍ତି ଖାଉ ଖାଉ ଜଲ୍ଦି ଭଲ ହେଲେ ହଁ ଏଇଟା ମେଡିସିନ ଭଲ। କିନ୍ତୁ ଜାଣିଛନ୍ତି ଯୋଉ ମେଡିସିନ ସାଙ୍ଗେ ସାଙ୍ଗେ କାମ କରିବ ସେଟା ସାଇଡ ଇଫେକ୍ଟ ଅଛି। ତ ସେ ମେଡିସିନ ଦ୍ୱାରା ମଣିଷର ଶରୀର ପ୍ରକୃତରେ କ୍ଷତି ହେବାର ସମ୍ଭାବନା ମଧ୍ୟ ଅଛି। କିନ୍ତୁ ଯୋଉ ମେଡିସିନ ସ୍ଲୋରେ କାମ କରିବ ସେଟା ଜାଣିଛନ୍ତି ସେ ମେଡିସିନର କୌଣସି ସାଇଡ ଇଫେକ୍ଟ ନାହିଁ। ସେଥିପାଇଁ ଲୋକମାନେ ପରିତ୍ରାଣ କେମିତି ପାଇବା ପାଇଁ ଚାହୁଁଛନ୍ତି? ଲୋକମାନେ ପରିତ୍ରାଣର ଜ୍ଞାନ କେମିତି ପ୍ରକୃତିରେ ପାଇବା ପାଇଁ ଚାହୁଁଛନ୍ତି? ନିଜର କର୍ମ ନିଜର ଉତ୍ତମତା ନିଜର ଧାର୍ମିକତା ଦ୍ୱାରା ପାଇବା ପାଇଁ ଚାହୁଁଛନ୍ତି। କିନ୍ତୁ ପରମେଶ୍ୱର କଣ କହୁଛନ୍ତି? ବିଶ୍ୱାସୀ ମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର ସନ୍ତୁଷ୍ଟ ହେଲେ ଲେଖାଯାଇଛି। ତାମାନେ ଯୋଉ ଲୋକ ବାକ୍ୟ ବିଶ୍ୱାସ କରୁଛି ପରିତ୍ରାଣ ସେ ଲୋକ ପାଉଛି। ସେଥିପାଇଁ ଚିନ୍ତା କରନ୍ତୁ ଶିବାରାଣୀ ଯିଏ ଅଛି ଇଏ କାହିଁକି ସଲମନର ଜ୍ଞାନକୁ ପ୍ରକୃତିରେ ବାଛିଲା? ଇଏ କଣ ବୁଦ୍ଧିମତୀ ନାହିଁ କି? ଇଏ କଣ ଜ୍ଞାନୀ ନାହିଁ କି? ଗୋଟେ ଦେଶର ଗୋଟେ ରାଣୀ ପ୍ରକୃତିରେ ଅଛି ଗୋଟେ ରାଜା ଅଛନ୍ତି
ସେମାନେ କଣ ବେଶୀ ମୂର୍ଖ ଥିବେ ସେଥିପାଇଁ ସେ ଲୋକ ସେମାନଙ୍କୁ ବାସିଥିବେ କି? ନାଇଁ, ସେମାନଙ୍କ ପାଖରେ ଲିଡରସିପର ମାଇଣ୍ଡ ଥିବ। ସମସ୍ତଙ୍କ ଠାରୁ ସେମାନେ ସ୍ୱତନ୍ତ୍ର ଚିନ୍ତା କରିବା ବ୍ୟକ୍ତି ଥିବେ। ସେମାନଙ୍କର କର୍ମ ମଧ୍ୟ ସମସ୍ତଙ୍କ ଠାରୁ ପ୍ରକୃତରେ ସ୍ୱତନ୍ତ୍ର ଥିବ। ସେଥିପାଇଁ ସେମାନଙ୍କୁ ଲୋକ ଭୋଟ ଦେଇକି ବାଛିଛନ୍ତି, ଖାଲିରେ ବାଛି ନାହାନ୍ତି। ଚିନ୍ତା କରନ୍ତୁ, ଇଥିଓପିଆରେ ଯୋଉ ରାଣୀ ଶିବା ଅଛି, ଇଏ କଣ ମୂର୍ଖ ଥିବ କି? ନାଇଁ, କିନ୍ତୁ ହେଲେ ମଧ୍ୟ ଇଏ କାହାକୁ ବାଛିଲା? କାହାର ଜ୍ଞାନ ଶୁଣିବା ପାଇଁ ପସନ୍ଦ କରୁଛି? ସଲମନର। ଇଏ ଜାଣିଲା ସଲମନ ପ୍ରଭୁଙ୍କ ଠାରୁ ଜ୍ଞାନ ପାଇଛନ୍ତି। କେତେ ଲୋକମାନେ କାହାର ଜ୍ଞାନ ପାଇବା ଦରକାର? କାହାର ଜ୍ଞାନ ପ୍ରଭୁତରେ ଶୁଣିବା ଦରକାର? ନିଜର ନା ପ୍ରଭୁଙ୍କର ନା ଲୋକମାନଙ୍କର? ଲୋକ ଯଦି ପ୍ରଭୁଙ୍କର ଶୁଣିବେ, ପ୍ରଭୁଙ୍କର ଜ୍ଞାନ ପାଇଲେ ପରିତ୍ରାଣ ପାଇବେ। କେତେ ପରିତ୍ରାଣ ମନୁଷ୍ୟର କର୍ମ ଦ୍ଵାରା ନାହିଁ, କିନ୍ତୁ ବିଶ୍ୱାସ ଦ୍ଵାରା ତାହା ସାଧିତ ହବ। ସେଥିପାଇଁ ପରମେଶ୍ୱର ବିଶ୍ୱାସ ଦ୍ଵାରା ଆମମାନଙ୍କୁ ଆଗକୁ ପ୍ରକୃତରେ ନେବା ପାଇଁ ଚାହୁଁଛନ୍ତି। ସେଥିପାଇଁ 25 ପଦ ଦେଖନ୍ତୁ, ଯେଣୁ ଈଶ୍ୱରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ୱରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ। ସେଥିପାଇଁ ମନୁଷ୍ୟ ପାଇଁ ଯୋଉଟା ମୂର୍ଖ, ଈଶ୍ୱରଙ୍କ ପାଇଁ ସେଇଟା କଣ? ଜ୍ଞାନ। ମନୁଷ୍ୟ ପାଇଁ ଯୋଉଟା ଦୁର୍ବଳ, ଈଶ୍ୱରଙ୍କ ପାଇଁ ସେଇଟା କଣ? ବଳ। ସେଥିପାଇଁ ମନୁଷ୍ୟ କୋଉ ଜାଗାରେ ବଳ ପାଇବ? ଈଶ୍ୱରଙ୍କ ପାଖରେ ଏକା ବଳ ପାଇବ। ସେଥିପାଇଁ ମନୁଷ୍ୟ କାହା ପାଖକୁ ଫେରିବାର ଅଛି? ନିଜର କର୍ମକୁ ଫେରବାର ଅଛି ନା ପରମେଶ୍ୱରଙ୍କର ବାକ୍ୟ ଆଡକୁ ଫେରବାର ଅଛି? ଏଁ? ଲୋକ କାହା ଆଡକୁ ଫେରିଲେ ଈଶ୍ୱରଙ୍କର ବାକ୍ୟ ଶାନ୍ତି ପାଇବେ, ଈଶ୍ୱରଙ୍କର ଧାର୍ମିକତାକୁ ପାଇବେ? ଈଶ୍ୱରଙ୍କର ବାକ୍ୟ ଆଡକୁ ଫେରିଲେ ପାଇବେ। ସେଥିପାଇଁ ପ୍ରଭୁ କହିଲେ ଏଠି, ଯେଣୁ ଈଶ୍ୱରଙ୍କର ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଲେଖା ହେଇଛି। এই ଜ୍ଞାନ ଅପେକ୍ଷା ଅଧିକ ଅଧିକ ଜ୍ଞାନପୂର୍ଣ୍ଣ ଲେଖା ହେଇଛି। ଆଉ ଈଶ୍ୱର ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ ଲେଖା ହେଇଛି। ସେଥିପାଇଁ ମନୁଷ୍ୟ ପାଇଁ ଯୋଉଟା ବଳ ନାହିଁ, ଈଶ୍ୱର ପାଇଁ ସେଇଟା ଅଧିକ ବଳ। ସେଥିପାଇଁ ବାକ୍ୟକୁ ଯେତେବେଳେ ଦେଖିବା କହିଲେ, ତଳେ 27 ପଦରେ ଦେଖିଲେ, କିନ୍ତୁ ଯେପରି କୌଣସି ମର୍ତ୍ତ ଈଶ୍ୱରଙ୍କ ସାମ୍ନାରେ ଗର୍ବ ନ କରୁ ବୋଲି କହିଛି। ସେଥିପାଇଁ ଈଶ୍ୱରଙ୍କ ସାମ୍ନାକୁ ଯାଇକି ଜଣେ ଲୋକ ନିଜ ବିଷୟରେ ଗର୍ବ କରିବା ଭଲ ନାହିଁ। ମୁଁ ଏଟା କରିଛି, ମୁଁ ସେମିତି ହେଇଛି, ମୋ ଦ୍ୱାରା ମୁଁ ଏମିତି। ଏଇଟା ଗର୍ବ କରିବାଟା ହଉଛି କଣ? ନିଜକୁ ଦର୍ପ କରବାଟା, ନିଜକୁ ପ୍ରକୃତରେ କେନ୍ଦ୍ର କରବାଟା, ପ୍ରଭୁଙ୍କର ବାକ୍ୟକୁ ଅସ୍ୱୀକାର କରବାଟା। ଯେମିତି ପିତର ଯୀଶୁଙ୍କର ଅନୁଗମନ କଲା। ଗୋଟେ ଦିନ ପିତରକୁ ଯୀଶୁ କହିଲେ, ପିତର ତୁ ଆ କୁକୁଡ଼ା ଡାକିବା ପୂର୍ବରୁ ମତେ 3 ଥର ଅସ୍ୱୀକାର କରିବୁ କହିଲେ। 2 ଥର କୁକୁଡ଼ା ଡାକିବ, ତୁ ମତେ 3 ଥର ଅସ୍ୱୀକାର କରିବୁ, ମୁଁ ଜାଣିନି ବୋଲି ତୁ କହିବୁ କହିବୁ। କିନ୍ତୁ ପିତର କଣ କହିଲେ, ପ୍ରଭୁ ସେମିତି ନାହିଁ, ଅନ୍ୟମାନେ ବିଘ୍ନ ପାଇବେ, ମୁଁ ସେମିତି ନାହିଁ। ଯଦି ହେବ ମୁଁ ଆପଣଙ୍କ ପାଇଁ ଜୀବନ ଦେବି କହିଲେ। ସତରେ ପିତର ଯୀଶୁଙ୍କ ପାଇଁ ଜୀବନ ଦେବ? ସତରେ ପିତର ଯୀଶୁଙ୍କୁ ବାଛିଛି ନା ପିତର ଯୀଶୁଙ୍କୁ ବାଛିଛନ୍ତି? ପିତର କାହା ପାଇଁ ପରିତ୍ରାଣ ପାଇଲେ? ପିତର କାହାକୁ ଅନୁଗମନ କରୁଛି? ଯୀଶୁଙ୍କୁ ଅନୁଗମନ କରୁଛି, କିନ୍ତୁ ପିତରଙ୍କର ହୃଦୟ, ପିତରଙ୍କର ମନକୁ ଦେଖିଲେ ଯୀଶୁଙ୍କୁ ଅନୁଗମନ କରିବାର ନ କରିବାର ମନ ଅଛି। ନ ଯୀଶୁଙ୍କୁ ଅନୁଗମନ ନ କରିବାର ହୃଦୟ ପ୍ରଭୁତରେ ରଖିକି ଯୀଶୁଙ୍କ ପଛେ ଖାଲି ଶରୀରକୁ ପ୍ରଭୁତରେ ନେଉଛି। ସେଥିପାଇଁ ଯୀଶୁ ଯାହା କହିଲେ ପିତର ବୁଝି ପାରିଲା ନାହିଁ। ସେଥିପାଇଁ ଲୋକମାନେ ମଧ୍ୟ ଯେତେବେଳେ ନିଜର ଚିନ୍ତା ଅନୁସାରେ ଶୁଣିବେ ବାକ୍ୟ, ଏ ବାକ୍ୟ ତାଙ୍କ ହୃଦୟରେ କେବେ ଶକ୍ତି ହବ ନାହିଁ କି ବଳ ହବ ନାହିଁ। ସେଥିପାଇଁ ଲୋକମାନେ ଯେତେବେଳେ ଜାଣିବେ ମୋର ଜ୍ଞାନ ମୂର୍ଖତା, ଜଗତର ଜ୍ଞାନ ହଉଛି ମୂର୍ଖତା, ତା ମାନେ ମୁଁ ଯୋଉ ଜ୍ଞାନକୁ ଧରିଛି ସେଟା ହଉଛି ଈଶ୍ୱର ପସନ୍ଦ କରୁନାହାନ୍ତି। ଲୋକ ଯେତେବେଳେ ଏମିତି ଶୁଣିବେ, ଏମିତି ନିଜ ହୃଦୟରେ ଯଦି ପାଇବେ, ନିଜର ବୁଦ୍ଧିକୁ ସେମାନେ କଣ କରିବେ ନାହିଁ? ଗର୍ବ କରିବେ ନାହିଁ। ସେତେବେଳେ ସେମାନେ ଈଶ୍ୱରଙ୍କର ବାକ୍ୟ ଆଡକୁ ଫେରିବେ। ଈଶ୍ୱର ସେମାନଙ୍କ ଭିତରେ, ଈଶ୍ୱର ସେମାନଙ୍କର ବଳ ସ୍ୱରୂପ ହେବେ, ଈଶ୍ୱର ସେମାନଙ୍କର ପରିତ୍ରାଣ ସ୍ୱରୂପ ହେବେ। ସେ ସମୟରେ ସେମାନେ ପରିତ୍ରାଣ ବେଶୀ ସହଜରେ ପ୍ରଭୁତରେ ପାଇବେ। କିନ୍ତୁ ଲୋକମାନେ ଆଜି ପର୍ଯ୍ୟନ୍ତ ପରିତ୍ରାଣ ପାଇନାହାନ୍ତି। କାହିଁକି? କାହିଁକି ଲୋକ ଦ୍ୱନ୍ଦ୍ୱରେ ଅଛନ୍ତି? ଏଁ? ଗୋଟେ କାରଣ ପାଇଁ, ସେମାନେ ନିଜର ଜ୍ଞାନ ଅନୁସାରେ ପ୍ରଭୁଙ୍କୁ ବୁଝିବା ପାଇଁ ଚାହୁଁଛନ୍ତି। ନିଜର ଜ୍ଞାନ ଅନୁସାରେ ପ୍ରଭୁଙ୍କୁ ପାଇବା ପାଇଁ ଚାହୁଁଛନ୍ତି। କିନ୍ତୁ ଈଶ୍ୱରଙ୍କର ଜ୍ଞାନ ହଉଛି ମୂର୍ଖତା। କଣ ଜଗତର ଜ୍ଞାନ ହଉଛି ମୂର୍ଖତା ବୋଲି ବାଇବଲ ପ୍ରକାଶ କରୁଛି। ସେଠି ଆପଣ ମାନେ ଗୋଟେ ପ୍ରକାଶିତ ବାକ୍ୟକୁ ଗୋଟେ ଦେଖନ୍ତୁ। ପ୍ରକାଶିତ ଟିକେ ଖୋଲିବା। ପ୍ରକାଶିତ 13 ପର୍ବ ବାକ୍ୟ ଟିକେ କାଢନ୍ତୁ। ପ୍ରକାଶିତ 13ର 8 ପଦ ଦେଖନ୍ତୁ।
ଯେଉଁମାନଙ୍କ ନାମ ଜଗତର ପୂତନାବଧି ବଳୀକୃତ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ହୋଇନାହିଁ, ପୃଥିବୀ ନିବାସୀ ସେହି ସମସ୍ତ ଲୋକ ତାହାଙ୍କ ପ୍ରଣାମ କରିବେ। ଯାହାର କର୍ଣ୍ଣ ଅଛି ସେ ଶୁଣୁ। ତ ଏ ଜାଗାରେ ପରମେଶ୍ୱର କଣ କହିଲେ? ଯେଉଁମାନଙ୍କର ନାମ ଜଗତର ପୂତନାବଧି ବଳୀକୃତ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ହୋଇନାହିଁ ଲେଖା ହେଇଛି। ସେଥିପାଇଁ ପରିତ୍ରାଣ କିଏ ପାଇବ? ଯାହାର ନା ଜୀବନ ପୁସ୍ତକରେ ଲେଖା ହେଇଛି। ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖା ହେଇଥିବ ସେଟା। ତ ସିଏ ହଉଛି ମନୋନୀତ ଲୋକ। ସେଥିପାଇଁ ପରିତ୍ରାଣ, ଏତେ ଲୋକ ପୃଥିବୀରେ ଅଛନ୍ତି, ଯଦି ସମସ୍ତେ ପରିତ୍ରାଣ ପାଇଲେ ଆମର ଚର୍ଚ୍ଚ କେତେ ବଢିଥାନ୍ତା। କିନ୍ତୁ ସେମିତି ହଉଛି କି? କିନ୍ତୁ ଆମେ ଦେଖନ୍ତୁ ଏତେ କମ ଲୋକ, ବଛା ବଛା ଲୋକ ହେଇକି ପ୍ରକୃତିରେ ଅଛୁ। ହୁଁ। ଯେମିତି ଜଣେ ଲୋକ ମାର୍କେଟ ଗଲେ ଟମାଟୋ କିଣୁଛନ୍ତି କି ବାଇଗଣ କିଣୁଛନ୍ତି, ଲୋକ ବାଛୁଛନ୍ତି କାହିଁକି? ସେଥିରେ ପୁଚକାଟା ଥିବ, ପୁକୁଡାଟା ଥିବ, ହୁଁ, ଖରାପଟା ଥିବ। ସେତେ ଲୋକମାନେ ବାଛୁଛନ୍ତି ସେଟା ଭଲଟା, କାହିଁକି? ସେମାନେ ଭଲ ପଇସା ଦଉଛନ୍ତି। ତ ଭଲଟା ପଇସା ଦଉଛନ୍ତି ଯେହେତୁ ସେ ଭଲ ପରିବା ନେବା ପାଇଁ ଚାହୁଁଛନ୍ତି। ସେଥିପାଇଁ ପରମେଶ୍ୱର ମଧ୍ୟ କାହାକୁ ପରିତ୍ରାଣ ଦେଇଛନ୍ତି? ବଛା ଲୋକମାନଙ୍କୁ, ଯାହାର ନା ଜୀବନ ପୁସ୍ତକରେ ଲେଖା ହେଇଛି। ମେଷ ଶାବକ, ମେଷ ଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ହୋଇନାହିଁ, ପୃଥିବୀ ନିବାସୀ ସେହି ସମସ୍ତ ଲୋକଙ୍କୁ ତାହାଙ୍କୁ ପ୍ରଣାମ କରବେ। ସେଥିପାଇଁ ବାଇବଲରେ ଦେଖିଲେ ପରମେଶ୍ୱର ନାଇଁକି ସେଠି କଣ କହୁଛନ୍ତି? ଯାହାର କର୍ଣ୍ଣ ଅଛି ସେ ଶୁଣୁ। ସେଥିପାଇଁ ଆଉ ଗୋଟେ ଆମେ ବାକ୍ୟକୁ ଦେଖିବା। କଲସ୍ୟ ପୁସ୍ତକ ଟିକେ ଦେଖନ୍ତୁ। କଲସ୍ୟ ପୁସ୍ତକ, କଲସ୍ୟ କଲସ୍ୟ ଏକ ପର୍ବ, କଲସ୍ୟ ଏକ ପର୍ବ 16 ଆଉ 17 ପଦ ଦେଖନ୍ତୁ। କାରଣ ଦୃଶ୍ୟ ଓ ଅଦୃଶ୍ୟ ସ୍ୱର୍ଗରେ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା। ସିଂହାସନ କି ପ୍ରଭୃତ କି ଆଧିପତ୍ୟ କି କର୍ତ୍ତାପଣ ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି। ସମସ୍ତ ବିଷୟ ସମସ୍ତ ବିଷୟ ସୃଷ୍ଟ ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟ ଅସ୍ତିତ୍ୱ ଅଛି। ତ ତା ଭିତରେ, ତାଙ୍କ ଭିତରେ ସବୁ ଅଛି ନା ନାଇଁ? ଆଁ? ତାଙ୍କ ଭିତରେ ସବୁ ଗୁପ୍ତ ହେଇକି ଅଛି, ଲୁଚିକି ଅଛି। ସେଥିପାଇଁ କାରଣ ଦୃଶ୍ୟ ଓ ଅଦୃଶ୍ୟ ସ୍ୱର୍ଗରେ ପୃଥିବୀରେ ସମସ୍ତ ବିଷୟ ତାହା ମଧ୍ୟରେ ସୃଷ୍ଟି ହେଲା। ସେଥିପାଇଁ ପରିତ୍ରାଣ ମଧ୍ୟ କାହା ଦ୍ୱାରା ସୃଷ୍ଟି ହେଇଛି? ମନୁଷ୍ୟ ଦ୍ୱାରା ନାହିଁ, ପରମେଶ୍ୱରଙ୍କ ଦ୍ୱାରା ହେଇଛି। ସେଥିପାଇଁ ପରମେଶ୍ୱରଙ୍କ ଦ୍ୱାରା ଯେ ପରିତ୍ରାଣ ହେଇଛି, ତ ଲୋକ କାହା ଆଡକୁ ଫେରିବା ଦରକାର? ପରମେଶ୍ୱରଙ୍କ ଆଡକୁ ଫେରିବା ଦରକାର। ବାକ୍ୟ ପ୍ରକୃତରେ ଶୁଣିବା ଦରକାର, ବାକ୍ୟ ଆଡକୁ ଫେରିବା ଦରକାର। ଲୋକମାନେ ନିଜକୁ ଦେଖିଲେ କଷ୍ଟ ପାଇବେ। ନାଇଁ ମୁଁ ଏତେ ଦିନ ଯାଇନି, ପାଷ୍ଟର ଗଲେ କଣ କହିବେ, ଚର୍ଚ୍ଚରେ ଭାଇମାନେ ମତେ କଣ କହିବେ, ମୋର ହୃଦୟ ଏମିତି ଥିଲା, ମୁଁ ଏମିତି ଜୀବନ ବଞ୍ଚିଲି। ଏ ଲୋକମାନେ ହଉଛନ୍ତି ମୂର୍ଖ ଲୋକମାନେ, ଯୋଉମାନେ ନିଜକୁ ପ୍ରକୃତିରେ ଏବେ ବି ବିଶ୍ୱାସ କରୁଛନ୍ତି। କିନ୍ତୁ ଜଣେ ଲୋକ ଯଦି ଜାଣିବ, ଯିଏ ଯେମିତି କହୁଛି କହୁ, ଯିଏ ଯେମିତି ଦେଖୁଛି ଦେଖୁ, ପରମେଶ୍ୱର ମତେ ଧାର୍ମିକ ଦେଇଛନ୍ତି, ମୁଁ ଧାର୍ମିକତା ବାକ୍ୟ, ଧାର୍ମିକ ମଣ୍ଡଳୀକୁ ମୁଁ ଯାଉଛି। ଲୋକ ଯଦି ଏମିତି ଶୁଣିବେ, ଏମିତି ଯଦି ଗ୍ରହଣ କରିବେ, ତ ସେ ଲୋକମାନେ ନିଜ ଅନ୍ୟକୁ ଦେଖିବେ ନାହିଁ। ସେମାନେ ସିଧାସଳଖ ବା ସେମାନଙ୍କ ପାଇଁ ଚର୍ଚ୍ଚ ବଡ଼ ହବ, ସେମାନଙ୍କ ପାଇଁ ବାକ୍ୟ ବଡ଼ ହବ, ସେମାନଙ୍କ ପାଇଁ ଈଶ୍ୱର ବଡ଼ ହେବେ। ଆଁ? ସେମାନଙ୍କ ପାଇଁ ପରମେଶ୍ୱର ଦାସ ପ୍ରକୃତିରେ ବଡ଼ ହେବେ। ସେ ସମୟରେ ସେମାନେ ପୃଥିବୀର କୌଣସି ବିଷୟକୁ ପ୍ରକୃତିରେ ଧରିବେ ନାହିଁ। ସେମାନେ ଆଖି ବନ୍ଦ କରିକି ସିଧାସଳଖ ଜନ୍ମର ଅନ୍ଧ ଲୋକ ଯେମିତି ଗଲା ସିଲୋକୁ, ସେମିତି ସେମାନେ ସିଲୋକୁ ଗଲା ପରି ନିଜର ପାଦ ପ୍ରକୃତିରେ ପକେଇବେ। ସେ ସମୟରେ ରାସ୍ତାର କିଏ ପ୍ରକୃତିରେ କଢେଇବେ ଜାଣିଛନ୍ତି? ରାସ୍ତା କିଏ ଦେଖେଇବେ ଜାଣିଛନ୍ତି? ଯୀଶୁ ଦେଖେଇବେ। ଯୀଶୁ ତାଙ୍କର ଶାନ୍ତି ହେବେ, ଯୀଶୁ ତାଙ୍କର ଖୁସି ହେବେ, ଯୀଶୁ ତାଙ୍କର ପରିତ୍ରାଣ ହେବେ, ଯୀଶୁ ତାଙ୍କୁ ପ୍ରକୃତିରେ ସ୍ୱର୍ଗକୁ ପ୍ରକୃତିରେ ନେଇକି ଯିବେ। ଏଇଟା କେତେ ମୂଲ୍ୟବାନ ବିଷୟ। କିନ୍ତୁ ଲୋକ ଯେତେବେଳେ ନିଜକୁ ଦେଖୁଛନ୍ତି, ଲୋକ ମୂର୍ଖ ହେଇଯାଉଛନ୍ତି। ସେଥିପାଇଁ 17 ପଦ ଲେଖାଯାଇଛି, ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ସେ ଅଛନ୍ତି ଲେଖାଯାଇଛି। ସବୁ ସୃଷ୍ଟି ହେବା ପୂର୍ବରୁ ଈଶ୍ୱର ଅଛନ୍ତି ନା ନାଇଁ? ଅଛନ୍ତି। ଏବେ ବି ଅଛନ୍ତି କି ନାଇଁ? ଏବେ ବି ଅଛନ୍ତି। ଏବେ ବି ଯୀଶୁ ମତେ ଦେଖୁଛନ୍ତି ନା ଦେଖୁନାହାନ୍ତି? ଦେଖୁଛନ୍ତି। ମୁଁ କେବେ ଲୁଚି ପାରିବି ନାହିଁ ଯୀଶୁଙ୍କ ସାମ୍ନାରେ, କାହିଁକି? ଯୀଶୁ ହଉଛନ୍ତି ଦୀପ୍ତି। ହୁଁ। ଅନ୍ଧକାର ଅନ୍ଧକାର ପାଖରେ ଦୀପ୍ତି ଆସିଲେ ଅନ୍ଧକାର ପ୍ରକୃତିରେ ଉଭେଇଯିବ। ହୁଁ। କାରଣ ଅନ୍ଧକାରର ପ୍ରକୃତିରେ ଶକ୍ତି ନାହିଁ, ଦୀପ୍ତିର ଶକ୍ତି ଅଛି।
ସେଥିପାଇଁ ବାକ୍ୟ ସାମ୍ନାରେ କୌଣସି ବିଷୟ ପ୍ରକୃତିରେ ଶକ୍ତି ହେଇପାରିବ ନାହିଁ। ବାକ୍ୟ ସାମ୍ନାରେ ସମସ୍ତ ବିଷୟ ହଉଛି ଶକ୍ତିହୀନ। ସେଥିପାଇଁ ଆମେ ବାକ୍ୟ ଦ୍ୱାରା ଯେତେବେଳେ ପ୍ରକୃତିରେ ପରିଚାଳିତ ହବୁ, ଏ ବାକ୍ୟ ଆମମାନଙ୍କ ଜୀବନରେ ବଳ ହବ। ଏ ବାକ୍ୟ ଆମମାନଙ୍କୁ ଶକ୍ତି ସ୍ୱରୂପ ପ୍ରକୃତିରେ କଢେଇକି ନେବ। ସେଥିପାଇଁ ଭାଇ ଭଉଣୀ ମାନେ, ଶିବାରାଣୀ ଗୋଟେ ବିଷୟକୁ ବାଛିଲା, ସଲମୁନ ଜ୍ଞାନ ଏ 120 ତାଳନ୍ତ ସୁନାରୁ ଅଧିକ। ସେଥିପାଇଁ ସେ ଏତେ ଦୂର ପ୍ରକୃତିରେ ସଲମୁନର ଜ୍ଞାନ ପାଇବା ପାଇଁ ସେ ଆସିଲା। ସେଥିପାଇଁ ଆମ ପାଇଁ ଯଦି ବାକ୍ୟ ବଡ଼ ହବ, ସମସ୍ୟା ବଡ଼ ହବ ନାହିଁ। ମୋ ପାଇଁ ଯଦି ପରମେଶ୍ୱର ବଡ଼ ହେବେ, ସେଠି ସମସ୍ୟା ପରି ଯଦି ବଡ଼ ହବ ନାହିଁ। ମୋ ପାଇଁ ଯଦି ସ୍ୱର୍ଗ ବଡ଼ ହବ, ସେଠି ଆଁ, ଯେତେ ସମସ୍ୟା ଥାଉ ନା କାହିଁକି, ସେ କ'ଣ ହବ ଜାଣିଛନ୍ତି, ବେଶୀ ଛୋଟ ହବ। ସେଥିପାଇଁ ଭାଇ ଭଉଣୀ ମାନେ ବାକ୍ୟ ଦ୍ୱାରା ଆପଣ ଚିନ୍ତା କରନ୍ତୁ। ନିଶ୍ଚିନ୍ତ ଭାବରେ ନିଶ୍ଚିନ୍ତ ପରମେଶ୍ୱର ଆପଣମାନଙ୍କ ଜୀବନରେ ସେଠି କାମ କରିବେ। ଆଉ ପରମେଶ୍ୱର ଏ ବାକ୍ୟ ଦ୍ୱାରା ଆପଣମାନଙ୍କୁ ବଳ ଦେବେ, ଶକ୍ତିକୁ ଦେବେ। ତ ମୁଁ ଆଜି ଏତିକି କହିବି।